ଯଦି ଅଛନ୍ତି ମାନେ ସପ୍ତ ମାତୃକା ବି ଆସିବେ। ଏବେ ସେଇ ଜାଗାରେ ଖାଲି ଗୋଟେ ଫ୍ୟାକ୍ଟ ମନେ ରଖିଦେଇଥ, ଏଇ ଯୋଉ ଦିଟା ନଈର ସଙ୍ଗମ ହେଇନି ତେଲ ଆଉ ଉତେଇ, ଏଇ ଜାଗାଟା Yes, sir. ମିଡିଲ ପୋର୍ସନ କି ନାଇଁ, ନିୟର ବାଇ ଭବାନୀପାଟଣା। ଭବାନୀ ମତଲବ କଣ? ଦେବୀ ନା ନାଇଁ? Devi. ଦୁର୍ଗା ଏଇ ଯୋଉ କନଫ୍ଲୁଏନ୍ସ ଜୋନ ରେ Yes, sir. ସପ୍ତ ମାତୃକା ପୂଜା ଆଗରୁ ହଉଥିଲା। ବିଜ୍ଞା ସପ୍ତ ମାତୃକା ହେଲା, ଯେହେତୁ ସପ୍ତ ମାତୃକା ଏଇଠି ଆଗରୁ ପୂଜା ହଉଥିଲା, ସେଇଥିପାଇଁ ଏଇ ଯେ ଏରିଆ ଟା ନା ଆସ୍ତେ ଆସ୍ତେ କଣ ହେଇଗଲା ଭବାନୀ ପାଟଣା ହେଲା। ସପ୍ତ ମାତୃକା ମତଲବ ଭବାନୀ ତ, Bhavan Patna. ତେଣୁ ଭବାନୀ ପାଟଣା। Yes, sir. ମନେ ରହିଲା ତ ସବୁ? Yes, sir. Yes, sir. ତାପରେ ଯାହା ହେଲା କନ୍ଧମାଳ ଡିଷ୍ଟ୍ରିକ୍ଟ। ନୋଟ ପାଇଁ ବ୍ୟସ୍ତ ହବ ନା, ଲାଷ୍ଟ ନୋଟ କରିବ। କନ୍ଧ ମତଲବ ହେଲା କଣ? ଗୋଟେ ଟ୍ରାଇବ ନା ନାଇଁ? ସେ ଟ୍ରାଇବ ଟା ନାଁ ହେଲା କୁଟିଆ କନ୍ଧ। Yaganda. କନ୍ଧମାଳ ଖାସିୟତ କଣ କହିଲ? କନ୍ଧମାଳ ଏରିଆ ଟା ମେନସନ ଅଛି କୋଉଠି ଜାଣିଛ? ମହାଭାରତରେ। ଇଏ ଆଗରୁ କୋଉ ଡାଇନେଷ୍ଟି ଅଣ୍ଡର ଥିଲା କହିଲ? ମୌର୍ୟ। ଫାର୍ଷ୍ଟ କ୍ଲାସ ରେ ମନେ ପଡୁଛି କି ନାଇଁ? କଳିଙ୍ଗ ଏରିଆ ଟା କୋଉ ଏରିଆ ତମକୁ ସେଡେଡ କରିଥିଲି? हाँ सर। ସଦନ ପାର୍ଟ ଟା ନା ନାଇଁ? सर हाँ सर मालकानगिरी नवरंगपुर। ହଁ, କନ୍ଧମାଳ ପର୍ଯ୍ୟନ୍ତ ସେଇ ଆଗରୁ ସେଇଟା ଥିଲା କଣ? ମୌର୍ୟ ଡାଇନେଷ୍ଟି ଅଣ୍ଡରରେ। ବୁଝିଲ? ମୌର୍ୟ ଡାଇନେଷ୍ଟି ଅଣ୍ଡରରେ କନ୍ଧମାଳ ଟା କଣ କହୁଥିଲେ? ଅଟ୍ଟଭିକା ରାଜ୍ୟ। ଅଟ୍ଟଭିକା ରାଜ୍ୟ। କେବଳ କନ୍ଧମାଳ ନୁହେଁ, ସେଇ ଟୋଟାଲ କଳିଙ୍ଗ ଏରିଆ ଟାକୁ ଆଗରୁ ଯେତିକି ଟ୍ରାଇବାଲ ଏରିଆ ସେମାନେ ଅଟ୍ଟଭିକା ରାଜ୍ୟ କୁହନ୍ତି। ଅଟ୍ଟଭିକା ମତଲବ ହେଲା ଫରେଷ୍ଟ କିଙ୍ଗଡମ। ହେଲା, ତେଣୁ କନ୍ଧମାଳ ଆଗରୁ କୋଉଠି ଥିଲା? ଅଣ୍ଡର ମୌର୍ୟ ଡାଇନେଷ୍ଟି। ଆଉ ସେ କନ୍ଧମାଳକୁ ଆଗରୁ ଯୋଉ ଟ୍ରାଇବାଲ କିଙ୍ଗଡମ ଥିଲା ତାଙ୍କୁ କଣ କହୁଥିଲେ? ଅଟ୍ଟଭିକା ରାଜ୍ୟ, ଫରେଷ୍ଟ କିଙ୍ଗଡମ। ସେ ଅଟ୍ଟଭିକା ରାଜ୍ୟ ମାଲକାନଗିରି ବି ଅଛି, କନ୍ଧମାଳ ବି ଅଛି। ମନେ ରହିଲା ଏତିକି? ଆଉ ଗୋଟେ ଫ୍ୟାକ୍ଟ ମନେ ରଖିଥାଅ, କନ୍ଧମାଳ ଟା ଷ୍ଟାର୍ଟିଂ କୋଉ ଡିଷ୍ଟ୍ରିକ୍ଟ ରୁ କଟା ହେଇଛି କହିଲ? ବୌଦ୍ଧ ଡିଷ୍ଟ୍ରିକ୍ଟ ରୁ ହେଇକି କନ୍ଧମାଳ ନୂଆ ଡିଷ୍ଟ୍ରିକ୍ଟ ହେଇଛି। ସେଇଥିପାଇଁ ଦେଖିବ ସେଇ ବୌଦ୍ଧ ଡିଷ୍ଟ୍ରିକ୍ଟ ଆଉ କନ୍ଧମାଳ ଡିଷ୍ଟ୍ରିକ୍ଟ ଯେତେବେଳେ ନେକ୍ସଟ ହିଷ୍ଟ୍ରି ପଢିବ, ଦେଖିବ ସେଇ ଜାଗାରେ ଗୋଟେ ଆମକୋ ସିମକୋ କିମ୍ବା ଲକ୍ଷ୍ମଣ ନାୟକ, ଯେତିକି ସବୁ ପ୍ରଜାମଣ୍ଡଳ ମୁଭମେଣ୍ଟ, ଗାଙ୍ଗପୁର, ଏଇରା ସବୁ ପ୍ରଜାମଣ୍ଡଳ ମୁଭମେଣ୍ଟ ପଢିବ, ଦେଖିବ ସେରା ସବୁ କନ୍ଧମାଳ ଆଉ ବୌଦ୍ଧ ଲେଖା ହେଇଥିବ ମିଶିକି। ସେଠୁ କନଫ୍ୟୁଜ ହବନି ଯେ କନ୍ଧମାଳ କାଇଁ ଲେଖା ହେଇଛି ପୁଣି ବୌଦ୍ଧ କାଇଁ ଲେଖା ହେଇଛି, କାରଣ ଦିଟା ସାରାକୁ ଗୋଟେ ଡିଷ୍ଟ୍ରିକ୍ଟ ହିଁ ଥିଲେ। ବୁଝିଲ? ଆଜ୍ଞା ତାପରେ ଦେଖ ବର୍ଡର। ଗୋଟେ ପଟେ ତ କଳାହାଣ୍ଡି ଥିବ, କାହିଁକିନା କଳାହାଣ୍ଡିରେ ଦେଖିଲେ ଗୋଟେ ପଟେ କନ୍ଧମାଳ, ଆଜ୍ଞା ଗୋଟେ ପଟେ କଳାହାଣ୍ଡି ରହିବ କି ନାଇଁ? ଆଜ୍ଞା ତେଣୁ ଏପଟ ପାର୍ଟ ହେଲା ଗୋଟେ କଳାହାଣ୍ଡି। ତାପରେ ବଲାଙ୍ଗିର ବି ରହିବ। କାଇଁ ମନେ ପକ, ବଲାଙ୍ଗିର ପର ଡିଷ୍ଟ୍ରିକ୍ଟ ଟା କଳାହାଣ୍ଡିର କଣ କହିଥିଲେ? କନ୍ଧମାଳ କି ନାଇଁ? यस सर। ଆଜ୍ଞା ଆଜ୍ଞା ଫାଷ୍ଟ ନୂଆପଡା, ତାପରଟା ବଲାଙ୍ଗିର, ତାପରଟା କନ୍ଧମାଳ ଆସିଲା ନା ନାଇଁ? କନ୍ଧମାଳ हाँ सर। ଆସିଥିଲା ଆଜ୍ଞା ତେଣୁ ଫାଷ୍ଟ ଗୋଟେ ହେଲା କଳାହାଣ୍ଡି, ତାପରେ ଗଲା ବଲାଙ୍ଗିର। ଯେହେତୁ ବୌଦ୍ଧରୁ ବାହାରିଛି, ତେଣୁ ଏ ପୁରା ବଡ ପାର୍ଟଟା ହେଲା କଣ? ବୌଦ୍ଧ। ତେଣୁ ତିନିଟା ମନେ ରହିଯିବ। ତାପରେ ଦେଖିବ ସବୁ ବସ୍ ଫସ୍ ଯାଆନ୍ତି କଟକ ଦେଇକି, ସରି କଣ ନୟାଗଡ଼ ଦେଇକି। ତେଣୁ ଆଉ ଗୋଟେ ବର୍ଡର ହେଲା ଦଶପଲ୍ଲା ଦେଇକି ସବୁ ଯାଆନ୍ତି ନୟାଗଡ଼। ତାପରେ यस सर। ଦେଖିବ ବ୍ରହ୍ମପୁର ଦେଇକି ସବୁ ଦାରିଙ୍ଗବାଡି ଯାଆନ୍ତି, ତେଣୁ ଆଉ ଗୋଟେ ହେଲା ଗଞ୍ଜାମ। गंजाम। ତାପରେ ତଳୁ ଗଞ୍ଜାମ ଯେହେତୁ ଅଛି, ଗଜପତି ତେଣୁ ଟିକେ ଲାଗିବ। ତାପରେ ଏପଟ ହେଲା ରାୟଗଡା, କାହିଁକିନା ଆମ କଳାହାଣ୍ଡି ଡିଷ୍ଟ୍ରିକ୍ଟର ପଛପଟେ ଦେଖିଲେ ବି ରାୟଗଡା ଲାଗିକି ଥିଲା। ବୁଝିଲ? ଖତ ହବ ନା ନାଇଁ ବର୍ଡର? यस सर। ତେଣୁ ଆର କୌଣସି ମାନେ ଇଣ୍ଟର ଷ୍ଟେଟ ବର୍ଡର ନାହିଁ, ସବୁ ମାନେ କଣ ଇଣ୍ଟେରିୟର। ଯଦି କହିଲା କୋଉ ଡିଷ୍ଟ୍ରିକ୍ଟ ଟା କଣ ଅନ୍ୟ ଷ୍ଟେଟ ବର୍ଡର କରିଛି, କଳାହାଣ୍ଡି କରିନି, ସରି କନ୍ଧମାଳ କରିନି, କଳାହାଣ୍ଡି କରିଥିଲା ଛତିଶଗଡ଼। ହେଲା,
ଏବେ ଦେଖ ପ୍ଲେସ୍। କନ୍ଧମାଳ ଟା ନିୟର ଗୋଟେ ଏମିତି ସର୍କଲ ଟେ। ଉପର ପାର୍ଟ ରେ ଫୁଲବାଣୀ, ତାଙ୍କ ହେଡକ୍ୱାର୍ଟର। ତାପରେ ଏଇଠି ହେଲା ଗୋଟେ ଫୁଲବାଣୀ ପାଖରେ ଫିରିଙ୍ଗିଆ। ତାପରେ ଏଇ ପାର୍ଟ ରେ ହେଲା ବାଲିଗୁଡା। ବାଲିଗୁଡା ପାଖରେ ଏଇଠି ହେଲା ତୁମୁଡି ବନ୍ଦ, ଟିବିଟି। ତୁମୁଡି ବନ୍ଦ ପାଖରେ ହେଲା ବେଲଘର। ଏଇ ବେଲଘର ଟାକୁ କଣ କୁହନ୍ତି? ଏଇଠି ଗୋଟେ ଅଛି କେକେଡିଏ, ଦେଖିବ ପୁଟିଆ କନ୍ଧ ଡେଭଲପମେଣ୍ଟ ଅଥରିଟି। ସେଇଟା ଏଇଟା କଣ କୁହନ୍ତି? ଲ୍ୟାଣ୍ଡ ଅଫ ପୁଟିଆ କନ୍ଧ। ଫାଷ୍ଟ ଯୋଉ କହିନି କନ୍ଧମାଳ, କୁଟିଆ କନ୍ଧ ନା ନାଇଁ? କୁଟିଆ କନ୍ଧର ତାଙ୍କ ଗାଁ ଟା ହେଲା ବେଲଘର। ତାପରେ ଏଇ ଯୋଉ ଗଞ୍ଜାମ, ଗଞ୍ଜାମ ପଟେ କହିକି ଦାରିଙ୍ଗବାଡି ଆସିବେ, ତେଣୁ ଏଇପଟେ ଦାରିଙ୍ଗବାଡି ହବ। ତାପରେ ଏଇପଟେ ହେଲା ଜି ଉଦୟଗିରି। ବାସ୍ ଏତିକି ମନେ ରଖ, ଆଉ ଦରକାର ନାହିଁ। ହଁ, ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପ୍ଲେସ ମନେ ରଖ, ରାଇକିଆ। ଏଇ ପୁରା ମିଡିଲ ରେ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ରାଇକିଆ କହିମି କାହିଁକି ଇମ୍ପୋର୍ଟାଣ୍ଟ ହେଲା। ଦେଖ, ତେଣୁ ଉପର ଫାଷ୍ଟ ହେଲା ଯେତେବେଳେ ଏଣ୍ଟ୍ରି କରିବ ବୌଦ୍ଧ ପଟରୁ ଫୁଲବାଣୀ। କାହିଁକି ବୌଦ୍ଧରୁ ଯେହେତୁ କାଟିକି ଆସିଛି, ତେଣୁ ଓବିୟସଲି ବୌଦ୍ଧ ପାର୍ଟରେ ହିଁ ତାର ଡେଭଲପମେଣ୍ଟ ହେଇଥିବ। ତେଣୁ ସେପଟ ଫାଷ୍ଟ ଆଗରୁ ହେଡକ୍ୱାର୍ଟର ଥିଲା, ସେଟା ହେଲା ଫୁଲବାଣୀ। ଫୁଲବାଣୀରୁ ପି ପାଖାପାଖି, ତେଣୁ ଫୁଲବାଣୀ ପାଖରେ ହେଲା କଣ? ଫିରିଙ୍ଗିଆ ହେଲା। ଫିରିଙ୍ଗିଆ। ମନେ ରହିଲା କି ନାଇଁ? ତାପରେ ଗଞ୍ଜାମ ପଟୁ ଗଲେ ଦାରିଙ୍ଗବାଡି କି ଜି ଉଦୟଗିରି, ଖତମ। ତାପରେ ଆଉ ଯାହା ରହିଲା ବାଲିଗୁଡା, ତୁମୁଡି ବନ୍ଧ, ବେଲଘର। ତେଣୁ ମିଡିଲ ପାଷ୍ଟ ହେଲା ରାଇକିଆ। ମନେ ରହିଲା କି ନାଇଁ? ଦେଖ ଆଉ ଥରେ କହିଦଉଛି। ଫାଷ୍ଟ ହେଲା ବର୍ଡର କିଏ? ଆଚ୍ଛା। କଳାହାଣ୍ଡି। ତା ଉପରକୁ ବହୁତ ବଲାଙ୍ଗୀର। ତାପରେ ବଲାଙ୍ଗୀର, ବହୁତ ବୌଦ୍ଧ। ବୌଦ୍ଧ, ତାପରେ ନୟାଗଡ଼ ଆସିବ। ତାପରେ ଗଞ୍ଜାମ ଆସିବ। ନୟାଗଡ଼, ତାପରେ ଗଜପତି ଆସିଲା, ତାପରେ ରାୟଗଡା। ଗଜପତି। ରାୟଗଡା ଆସିଲା। ସେମିତି ସିଟି ଦେଖିଲେ ଉପର ପାର୍ଟରେ ଦେଖିବ ଫୁଲବାଣୀ। ତା ଫୁଲବାଣୀ ମାନେ ପି ପାଖାପାଖି, ତେଣୁ ଫିରିଙ୍ଗିଆ। ତାପରେ ଗଞ୍ଜାମ ପଟେ ଦେଖିବ ଦାରିଙ୍ଗବାଡି କି ଜି ଉଦୟଗିରି। ତାପରେ ଗଞ୍ଜାମର ଅପୋଜିଟ ଏପଟରେ ବେଲଗଡ଼, ତୁମୁଡିବନ୍ଧ, ବାଲିଗୁଡା। ଆଉ ମିଡିଲ ପାର୍ଟରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ପ୍ଲେସ ହେଲା ରାଇକିଆ। ମନେ ରହିଲା? ଆଜ୍ଞା। ସାର୍ ଏବେ ଦେଖ ଫାଷ୍ଟ ଏଇଠି ଖାଲି ଆଗ ଗୋଟେ ମନେ ରଖି ଦେଇଥ। ଏଇ ଯୋଉ ବେଲଗଡ଼ ତୁମୁଡିବନ୍ଧ ଏରିଆ, ଏଇ ପାଖରେ ଆଗକୁ ଟିକେ ଗଲେ ଏଇ ଟୋଟାଲ ଏରିଆଟାକୁ କଣ କୁହନ୍ତି? କୋଟଗଡ ୱାଇଲ୍ଡ ଲାଇଫ ସାଙ୍ଚୁଆରୀ। କୋଟଗଡ ୱାଇଲ୍ଡ ଲାଇଫ ସାଙ୍ଚୁଆରୀ। କଳାହାଣ୍ଡିର କୋଉ ୱାଇଲ୍ଡ ଲାଇଫ ସାଙ୍ଚୁଆରୀ ଥିଲା କହିଲ? କର୍ଲାପଟ। ଏଠି କୋଟଗଡ। ଯଦି ମନେ ନ ରଖିପାରିବ, ସବୁବେଳେ ମନେ ରଖିଥିବ କଳାହାଣ୍ଡି ଆଉ କନ୍ଧମାଲର ସବୁ କେ ରେ। କଳାହାଣ୍ଡିରେ ବି ସେଠି କେ, ଏଠି ବି କେ, ହେଠି କେ, ହେଠି କେ। ଯୋଉଟା କେ ରେ ଥିବ ମାରିଦବ କଳାହାଣ୍ଡି, କନ୍ଧମାଳ। ଯଦି ମନେ ନ ପଇଲା ହେଲା। ସେଠି କର୍ଲାପଟ କୁ କଳାହାଣ୍ଡି, ଏଠି କୋଟଗଡ କୁ କନ୍ଧମାଳ। ତାପରେ ଦେଖ ଏଇ ପାର୍ଟରେ, ଫୁଲବାଣୀ ପାର୍ଟରେ, ଏଇ ଯୋଉ ଏରିଆରେ ଏଇଠି ଗୋଟେ ୱାଟରଫଲ ଅଛି, ପୁତୁଡି ୱାଟରଫଲ। ଦେଖ ନର୍ମାଲ ୱାଟରଫଲ କେମିତି ଆସେ ଦେଖ କହିଦଉଛି। ଏଇଟା ହେଲା ଧର ଗୋଟେ ମାଉଣ୍ଟେନ ଟେ। ଏଇଠି ଯେତେବେଳେ ରିଭର ଟା ଫ୍ଲୋ ହବ ଯୋଉଠି ଜୋର ପଇଲା ସେଇଟା ହେଲା ଫଲ। ଏମିତି ଆସି ଏଇଠି ୱାଟରଫଲ ଏମିତି ଖସି ଖସି ଆସୁଥିବ। ଯେତେବେଳେ ପ୍ଲେନ ହେଇଯିବ ରିଭର ଟା ଏମିତି ବହିକି ପଳେଇବ କି ନାଇଁ? ବହିକି ପଳେଇବ କି ନାଇଁ? ଏମିତି ଜାଣିପାରୁଛ କି ନାଇଁ? ନା ଦେଖା ପଡୁନି? ସାର୍ ବ୍ଲାଙ୍କ ହେଇଯାଇଥିଲା ଜଣା କୁହନ୍ତୁ। ପଡୁଛି, ଜଣା ପଡୁଛି। ହଁ ଦେଖ ଏଇଟା ହେଲା ଧର ମାଉଣ୍ଟେନ। ଏଇ ମାଉଣ୍ଟେନ ରେ ଏଇଠୁ ଗୋଟେ ବାସ୍ ୱାଟରଫଲ ଖସିଲା, ତେଣୁ ଏଇଠି ଝରଣା ହେଇକି ଅଛି। ପୁଣି ଆସିଲା ଆଉ ଥରେ ଏଇଠି ଖସିଲା, ପୁଣି ଏଠି ଝରଣା ହେଲା। ଲାଷ୍ଟ ଯେତେବେଳେ ପ୍ଲେନ ଏରିଆ ପଳେଇଲା, ଏମିତି ବହି ପଳେଇବ, ଆଉ କିଛି ଖସା ଖୁସି ନାହିଁ। ତେଣୁ ଯେଇ ୱାଟରଫଲ ଟା ଯେତେବେଳେ ଏଇ ଷ୍ଟେଜରେ ଅଛି, ଏଇଟା ହେଲା ଫଲ। ଖସୁଛି ତେଣୁ ଫଲ, ପାଣି ଖସୁଛି ତେଣୁ ୱାଟରଫଲ।
ବାକି ଯେତେବେଳେ ଏଠି ଖସୁନି ସେ କଣ ହେଇଯିବ ରିଭର ହେଇଯିବ କି ନାଇଁ? ସେଇ ସେମ ଫେନୋମେନାଟା ୱାଟରଫଲ ଟା ପ୍ଲେନ ଆସିଲେ ରିଭର ହେଇଯିବ। ଏଇ ଟୋଟାଲ ଟାକୁ ଧର ଫୁଲବାଣୀ। ଏଇ ଫୁଲବାଣୀ ଏରିଆର ଗୋଟେ ପାହାଡରେ ୱାଟରଫଲ ଟା ଖସିଲା। ଏଇ ୱାଟରଫଲ ଟା ନାଁ ହେଲା ଉତୁଡି। ବାକି ଉତୁଡି। ସେଇ ୱାଟରଫଲ ଟା ଯେତେବେଳେ ପ୍ଲେନ ଏରିଆ ସେ ନଈ ହେଇଯାଉଛି ସେଟା ହେଲା ସାଲୁଙ୍କି। ସାଲୁଙ୍କି ନଈ ବା ସାଲୁଙ୍କି ରିଭର। ବୁଝିପାରିଲ? sir. Yes, sir. Yes. ତାପରେ ଏଇଟା ହେଲା ଗୋଟେ ୱାଟରଫଲ। ତାପରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା ମନ୍ଦାସୁର ଗର୍ଜ। ଏଇଟା ତମର କୋଉ ଗୋଟେ ଏନଭାରମେଣ୍ଟ ରେ ଦେଖିବ କୋଉ ବର୍ଷ ଗୋଟେ ଆସିବ। ମନ୍ଦା ସାରୁ ଗର୍ଜ। ଏ ଦେଖ ଏଇ ଗର୍ଜ ର ମାନେ କହିଦେଉଛି ଦେଖ। ଫାଷ୍ଟ ଇମ୍ପୋର୍ଟାଣ୍ଟ କାହିଁକି ଏ ଜାଗାଟା କୋଉଠି ଅଛି ଏଟା ରାଇକିଆରେ। ସେଇଥିପାଇଁ କହିଲେ ରାଇକିଆ ଟା ବହୁତ ଇମ୍ପୋର୍ଟାଣ୍ଟ। ସ୍କ୍ରିନ ଦେଖା ପଡୁଛି କି ନାଇଁ ନା ବଫରିଂ ହଉଛି? ନା ସାର୍ ଠିକ ଅଛି। ଦେଖୁଛି ठीक है, ଦେଖ। ठीक है। ଦେଖ ଗର୍ଜ କେମିତି ହୁଏ ଦେଖ। ଏଇଟା ହେଲା ଗୋଟେ ପାହାଡଟା ଧର ଯୋଉ ଅଛି। ଏଇଠି ଗୋଟେ ନଈଟା ଏମିତି ବହି ଆସିଲା। ଏଇ ନଈଟା ଯେତେବେଳେ ବହି ଆସିବ ଯେତେ ଉପରୁ ଖସିବ ସିଏ ତାର ଭେଲୋସିଟି ସେତେ ଘାଇଁ ଘାଇଁ ବଢିବ କି ନାଇଁ? ତମେ ଏଇଠି ଗୋଟେ ଗାଡିଟା ଚଲେଇବ ବିନା କ୍ଲଚ ଧରିକି ଡାଇରେକ୍ଟ ପହଞ୍ଚିବ ନା ନାଇଁ? ସେଇଟା ହେଲା କଣ ତମ ଭେଲୋସିଟି ଅଧିକା ଥିବ। ଯଦି ତମେ ଏଇ ଉଠାଣରୁ ଖସାଟା ଖସୁଥିବ ଆଗରେ ଯଦି କିଏ ଗୋଟେ ତମକୁ ଆକ୍ସିଡେଣ୍ଟ କଲା ସେ ଟୋଟାଲ ଫଟୋ ହେଇଯିବ କି ନାଇଁ ନା ବଞ୍ଚିବ? ଆଉ ଟୋଟାଲ ମରିଯିବ କି ନାଇଁ? କାରଣ ତମ ଭେଲୋସିଟି ଅଧିକା ଥିବ। ସେମିତି ଗୋଟେ ନଈଟେ ଏଇଠୁ ଖସେ ତେଣୁ ସିଏ ଯେତେବେଳେ ଡାଇରେକ୍ଟ ଯୋଉଠି ବାଡେଇବ ଟୋଟାଲ ମାନେ ଇରୋଜନ କରିଦିଏ ମାନେ ଟୋଟାଲ ଖସେଇ ହିଁ ଦିଏ। ବୁଝିଲ? ତେଣୁ ଏଇ ନଈ ଏମିତି ଖସିଲା ଆଗରୁ ଧର ପାହାଡଟା ଏତିକି ଥିଲା ଏବେ ଏତିକି କରିଦବ। ତାପରେ ପୁଣି ଏତିକି କରିଦବ ତାପରେ ପୁଣି ଆହୁରି କାଟିଦବ ତାପରେ ପୁଣି ଆହୁରି କାଟିଦବ ଏମିତି ଟୋଟାଲ କାଟି କୁଟା ଦବ ନା ନାଇଁ? କିଛି ପ୍ରୋବ୍ଲେମ ହଉଛି କି? ନା ସାର୍ ଠିକ ଅଛି। କିଏ କଣ କହୁଥିଲେ କହିବି ତ ଏବେ? Again. ଦେଖ ତେଣୁ ଏଇ ଟୋଟାଲ ରିଭରଟା କାଟି କୁଟା ଦବ। ଏମିତି କରିକି ସେ କଣ କରେ ଆଗରୁ ଏଇ ନଈଟା କେମିତି ଥିଲା? ଏମିତି ଥିଲା କି ନାଇଁ? ଯୋଉ ପାହାଡଟା ଭି ହେଇକି ଏଇଟା ଭି ସେପ୍ ନା ନାଇଁ? ତେଣୁ ଷ୍ଟାର୍ଟିଂ ରୁ କଣ କହୁଥିଲେ ଆମେ ଭି ସେପ୍ ଭ୍ୟାଲି। ବାକି ଏଇ ଭି ସେପ୍ ଭ୍ୟାଲିରେ ଦେଖ ଏଇ ପାର୍ଟଟା ପୁରା ଭି ହେଇକି ଅଛି କି ପୁରା ପାରାଲାଲ ହେଇଯାଉଛି ନା ନାଇଁ? ଦେଖ ଏଇ ପାର୍ଟଟା ପୁରା ପାରାଲାଲ ହେଇଯାଉଛି ନା ନାଇଁ? ଏଇଟା ଧର ଏ ଏଇଟା ବି ଏଠି ଏ ବି ପାରାଲାଲ ହେଇଯାଉଛି ନା ନାଇଁ ନିୟରଲି? ଆଜ୍ଞା ଏଇଟା କଣ କୁହନ୍ତି ଆଇ ସେପ୍। ଆଇ ସେପ୍ ଭ୍ୟାଲି। ଆଇ ସେପ୍ ଭ୍ୟାଲିର ଆଉ ଗୋଟେ ନାଁ ହେଲା ଗର୍ଜ। ବୁଝିଲ? ତାମାନେ ଭି ସେପ୍ ଭ୍ୟାଲି ହେଲା ଦିଟା ସାରା କଣ ଥିବେ ପାରାଲାଲ ହେଇନଥିବେ। ଏଇଟା ଧର ଗୋଟେ ଭ୍ୟାଲି ସ୍ଲୋପ ଏଇଟା ହେଲା ଗୋଟେ ଭ୍ୟାଲି ସ୍ଲୋପ ଏଇ ସ୍ଲୋପ ନଟ୍ ପାରାଲାଲ ଟୁ ଏଇ ସ୍ଲୋପ। ବାକି ଏଇ ସେମ ଜିନିଷ ଯେତେବେଳେ ଆଉ ଟିକେ ଡିପେଣ୍ଡିଂ କରିଦବ ସେ ଆଉ ଟିକେ ଗାଢ କରିଦବ ଏଇଟାକୁ ପାରାଲାଲ ହେଇଯାଏ। ଏଇ ପାରାଲାଲ ପୋର୍ସନ ଟାକୁ ଆମେ ଗର୍ଜ କୁହନ୍ତି। ହେଲା ଜାଣିପାରିଲ? ସାର୍ ଆଉ ତ ଟିକେ ଆଜ୍ଞା ଷ୍ଟାର୍ଟିଂ ରୁ ଆଉଥରେ। ଦେଖ ଏଇଟା ହେଲା ଗୋଟେ ପାହାଡଟେ ଏଇଟା ହେଲା ଗୋଟେ ପାହାଡଟେ ହେଲା। ଏଇଟା କୋଉ ସେପ ର ଅଛି? ଭି ସେପ୍ ନା ଭି ନାଇଁ? ସେପରେ। ତେଣୁ ଏଇଟା ହେଲା ଭି ଭି ସେପ୍ ଭ୍ୟାଲି। ଆଜ୍ଞା ହେଲା ଏଇଟା ଏବେ ଗୋଟେ ନଈଟା ଖସିବ ସାର୍ ଯେତେବେଳେ ଉପରୁ ଖସିବ ଭେଲୋସିଟି ଜୋର ଥିବ କି ନାଇଁ? ତେଣୁ ସାର୍ ନଈଟା ଯେତେବେଳେ ଆସିକି ଏଇ ପାହାଡ ଉପରେ ବାଡେଇବ କାଟିଦବ କି ନାଇଁ? ହଟେଇଦବ ନା ନାଇଁ? କାଟିଦବ Again. କାଟିଦବ। କାଟି ଦେଇକି ବାସ୍ ଏମିତି ଆହୁରି କାଟିଦେଲା। ଏଇଭଳିଆ ଗୋଟେ ସେଭ୍ କରିଦେଲା। ହେଲା ଏବେ ଏଇ ସେମ ଭ୍ୟାଲିର ଆଗରୁ ଦିଟା ସାରା ପାରାଲାଲ ଥିଲେ କି ଦିଟା ସାରା ସାଇଡ ନଥିଲେ? ନାଇଁ ଷ୍ଟାର୍ଟିଂରୁ ଏମିତି ଥିଲେ ପାରାଲାଲ ନଥିଲେ। ଏବେ ନଈ ଆହୁରି କାଟିଲା ଆହୁରି ଗାତ କଲା। ଏବେ ଏଇ ପୋର୍ସନରେ ସେ ଦିଟା ସାରା ସାଇଡ ପାରାଲାଲ ହେଇଗଲେ କି ନାଇଁ? ଆଜ୍ଞା ଆଜ୍ଞା ଏବେ ଏଇ ପାରାଲାଲ ବା ଆଇ ସେପ୍ ଏଟା ହେଇଗଲା କି ନାଇଁ? ମାନେ ଏମିତି ଷ୍ଟାଣ୍ଡିଂ ପୋଜିସନ ହେଇଗଲା ନା ନାଇଁ? ସାର୍ ଏଇଟା କଣ କୁହନ୍ତି ଆମେ ଆଜ୍ଞା ଗର୍ଜ। ହେଲା ଏଇଭଳିଆ ଗୋଟେ ଗର୍ଜ ହେଲା ସାତ କୋଶିଆ ଗର୍ଜ ଯୋଉଠୁ ଆସିଛି କଣ ମହାନଦୀ। ତାମାନେ ହେଲା ମହାନଦୀ ଏବେ ଧରାଯାଉ ପାହାଡରୁ ବାହାରିଲା ଆଗରୁ ସେ ଭି ସେପ୍ ଭ୍ୟାଲିରେ ଏମିତି ମାନେ ଛତିଶଗଡରୁ ଭି ସେପ୍ ଭ୍ୟାଲି ସେ ତାର ଆସ୍ତେ ଆସୁଛି। ହଠାତ୍ କଣ ହେଲା ତାର ଭେଲୋସିଟି ବଢିଗଲା ଗୋଟେ ବଡ ପାହାଡଟା ପଡିଗଲା। କେମିତି ବଢେ ଦେଖ ଏମିତି ଧର ଗୋଟେ ପାହାଡ ଅଛି ଆଉ ଗୋଟେ ପାହାଡ ଏମିତି ଅଛି
ତେଣୁ ଓବିୟସଲି କୋଉଠି ନଈ ଅଧିକା କାଟିବ, ଏଇଠି ତ ପୁରା ଆସେ ଜେଣ୍ଟଲି ଜେଣ୍ଟଲି ବହୁଛି, ତେଣୁ ଭେଲୋସିଟି କମ ଥିବ, ବାକି ଏଇଠି ସଡନ ଖସୁଛି ନା ନାଇଁ, ତେଣୁ ଏଇଠି କାଟିବ ନା ନାଇଁ। Yes, sir. ତେଣୁ ଯୋଉଠି ସେ କାଟେ ସେଇଠି କାଟିକି ଏଇଭଳିଆ ଛୋଟ ଛୋଟ ଭେଲି କରିଦିଏ, ଏଇଭଳିଆ ଭେଲି। ଦେଖ ଗୋଟେ ଦେଖେଇ ଦଉଛି ଫଟୋ ଜାଣିପାରିବ। ଏ କଣ ଇଣ୍ଟରନେଟ ହେଇଛି, ବେକାର ଲୋକଙ୍କୁ ଯାଇକି ରିଚାର୍ଜ କରିବୁ, ଦରକାର ବେଳେ କାମରେ ଆସିବ। ଦେଖ 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 ଏଇଟା ଦେଖ, ଏଇଟା ଦେଖ ଦିଟା ସାରା ପାରାଲାଲ କି ନାଇଁ, ଆଜ୍ଞା Yes, ଏଇ sir. ସାଇଡ କି ଏଇ ସାଇଡ ପାରାଲାଲ ନା ନାଇଁ, ପାରାଲାଲ ମାନେ ଏଇଟା ଗୋଟେ ଆଇ ସେପ୍ ନା ନାଇଁ, ଏଇ ଆଇ ସେପ୍ ଟାକୁ ଗର୍ଜ କୁହାଯାଏ। ବାକି ଭି ସେପ୍ ହେଲେ ଦେଖ ଦେଖେଇ ଦଉଛି, ଏଇ ଫଟୋଟା ତ ଭିଡିଓ ହେଇଯାଇଛି ମୋ, ରୁଆ ଗୋଟେ ଫଟୋ ପାଇଁ, ଏଇଟା 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 ଦେଖ, ଏଇଟା ଦେଖ, ଏଇ ଦିଟା ସାରା ପାରାଲାଲ ଲେଖା ପଡୁଛି କି, ନାଇଁ ସ୍ଲାଇଡ ଲେଖା ସାର୍। ପଡୁଛି ନା ନାଇଁ, ଇନକ୍ଲାଇନ୍। ଆଜ୍ଞା ଆଜ୍ଞା Yes, ଏଇଟା sir. ହେଲା ଭି ସେପ୍ ଭେଲି। V shape. ବାକି ଏଇଟାକୁ ଯେତେବେଳେ ସେ ନଈ ଆହୁରି କାଟି 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 ଯିବ, ତ ସେ ତଳ ପାଟ ସେ କଣ ଆଉ ଟିକେ ସିଧା କରିଦବ, ସେତେବେଳେ ଆଇ ସେପ୍ ଭେଲି ହେଇଯିବ ହେଲା, ଏତିକି ହେଲା ଫରକ। ଆଇସିଏଫ ହେଇଯିବ। ସେଇଭଳିଆ ଗୋଟେ ଏଇ ଭି ସେପ୍ ଭେଲିର ଏକ୍ସାମ୍ପଲ ହେଲା କାଶ୍ମୀର ଭେଲି। କାହିଁକି, କାହିଁକି ନା ଏଇଟା ଦେଖ, ଏଇ ସାଇଡରେ ଜଣେ ଚାହିଁଲେ ଘର କରିକି ରହିପାରିବ। ଦେଖ ଏ ଧର ଯୋଉ ଗୋଟେ ପାହାଡ ଏମିତି ଅଛି, ତେଣୁ ଜଣେ ଚାହିଁଲେ ଏଠି ଗୋଟେ ଘର କରିକି ରହିପାରିବ, ଏଠି ଘର କରିକି ରହିପାରିବ, ଯେମିତି ଜାମ୍ମୁ କାଶ୍ମୀର ଅଛି। ବାକି ଯଦି ଗୋଟେ ପାହାଡଟା ଏମିତି ଥିବ, ଜଣେ କୋଉଠି ଘର କରିବ, ସେ ତ ଏଇଠି ଘର କଲାଟା ଖସି ପଡିବ ନା ନାଇଁ, ଆଜ୍ଞା ସିଧା ଜଣ ଘରଟା ଖସି ପଡିବ ନା। ତେଣୁ ଆଇ ସେପ୍ ହେଲେ କେବେ ଘର କରିବନି, ବାକି ଭି ସେପ୍ ହେଲେ ଘର କରିବ। ଆଉ ଏଇଭଳିଆ ଗୋଟେ ଏକ୍ସାମ୍ପଲ ହେଲା କାଶ୍ମୀର ଭେଲି। ବାକି ଏଇ ଆଇ ସେପ୍ ହେଲେ ଗୋଟେ ଏକ୍ସାମ୍ପଲ ହେଲା ମନ୍ଦାସୁର ଗର୍ଜ, ଆଉ ଗୋଟେ ସେମିତି ହେଲା ସାତକୋଶିଆ ଗର୍ଜ। ତାପରେ ଆରେ ଏଇ ଗର୍ଜ ମାନଙ୍କର ଇମ୍ପୋର୍ଟାନ୍ସ କଣ ଦେଖ, ଯେତେବେଳେ ଭି ସେପ୍ ଭେଲି ଏମିତି ଅଛି, ନଈ ବହୁଛି, ଲୋକ କଣ କରିବେ, ଯିବେ ସେଠି କନଷ୍ଟ୍ରକ୍ସନ କରିବେ, ଟୁରିଷ୍ଟ କରିକି କେଦାରନାଥ ଭଳିଆ କରିକି ତାର ପୁଣି ସେଠି କଣ ବାତ୍ୟା କରିବେ, ଲ୍ୟାଣ୍ଡସ୍ଲାଇଡ୍ କରିବେ ହେଲା। ବାକି ଆଇ ସେପ୍ ଭେଲି ତ କେହି ଯାଇପାରିବେନି, ଲୋକ ଏତେ ଶୀଘ୍ର ଯାଇପାରିବେନି, କାହିଁକିନା ଗାଡିରେ ଗଲେ ତ ଖସି ପଡିବୁ, ଇନକ୍ଲାଇନ୍ ଟା, ଘର କଲେ ତ ଖସି ପଡିବୁ, ପ୍ଲସ୍ ସବୁବେଳେ ଲ୍ୟାଣ୍ଡସ୍ଲାଇଡ୍ ଡର ଥିବ। ତେଣୁ ଏଇ ଜାଗାରେ ହ୍ୟୁମାନ ଇଣ୍ଟରଫିୟରେନ୍ସ ଏତେ ନଥାଏ, ସେଇଥିପାଇଁ ଏଇ ଜାଗାରେ କଣ ଇକୋଲୋଜି ଟା ବହୁତ ବଢିଯାଏ ବହୁତ ଶୀଘ୍ର, କାରଣ ଇକୋସିଷ୍ଟମ ଟା କେହି ଡିଷ୍ଟର୍ବ କରିତେ ନଥାନ୍ତି। ତେଣୁ ଏଇ ଜାଗାଟାରେ ସବୁବେଳେ ମାକ୍ସିମମ୍ ବାୟୋଡାଇଭର୍ସିଟି ଟା ରିଚ୍ ହେଇଥାଏ, ବୁଝିପାରିଲ। ସେଇଭଳିଆ ଗୋଟେ ବାୟୋଡାଇଭର୍ସିଟି ରିଚ୍ ପ୍ଲେସ୍ ହେଲା ମନ୍ଦାସୁର ଗର୍ଜ, ଜାଣିପାରିଲ କି ନାଇଁ, ଯୋଉ ମନ୍ଦାସୁର ଗର୍ଜ କିଏ ବୁଝିପାରିଲ ନା ନାଇଁ କୁହ। ଦେଖ ତାପରେ ଏକ୍ସାମ ପାଇଁ କଣ କଣ ଇମ୍ପୋର୍ଟାଣ୍ଟ, ମନ୍ଦାସୁର ଗର୍ଜ କୋଉଠି ଅଛି, ରାଇକିଆ। ମନ୍ଦାସୁର ଗର୍ଜର ନିକନେମ୍ କଣ, ସାଇଲେଣ୍ଟ ଭ୍ୟାଲି ଅଫ ଓଡିଶା, ଏଇଟା ଏକ୍ସାମ ରେ ପଢିପାରେ, ସାଇଲେଣ୍ଟ ଭ୍ୟାଲି ଅଫ ଓଡିଶା। ତାପରେ ଯେହେତୁ ଦେଖ ତମକୁ ମଣ୍ଡାସୁର କଣ, ଟା କ- ଆଁ ଆରେ ମଣ୍ଡାସୁର ଟା କନ୍ଧମାଳରେ ଅଛି। ହଁ କନ୍ଧମାଳ ରାଇକିଆ ବ୍ଲକ ରେ ଅଛି। ଦେଖ ତେଣୁ ସାଇଲେଣ୍ଟ ଭ୍ୟାଲି କୁହନ୍ତି ଏଟାକୁ, କାହିଁକି, କାହିଁକି ନା ସୁନସାନ ଏରିଆ, କେହି ନାହାନ୍ତି ଡିଷ୍ଟର୍ବ କରିବାକୁ, ତେଣୁ ଅବଭିୟସଲି ସାଇଲେଣ୍ଟ ହେଇକି ରହିବ ନା ନାଇଁ, ତେଣୁ ସାଇଲେଣ୍ଟ ଭ୍ୟାଲି। ଆଉ ଯୋଉଟାରେ କିଛି ହ୍ୟୁମାନ ଇଣ୍ଟରଫିୟରେନ୍ସ ନଥାଏ, ସେଇଠି ସବୁବେଳେ ଗୋଟେ କଣ ୟୁନିକ୍ ସ୍ପେସିସ୍ ଡେଭଲପ ହୁଏ କି ନାଇଁ। ଦେଖିବ ଯୋଉ ଏରିଆଟା ଡିଷ୍ଟରବାନ୍ସ କମ, ଆଜ୍ଞା ସେଇ ଏରିଆରେ ଗୋଟେ ୟୁନିକ୍ ସ୍ପେସିସ୍ ଡେଭଲପ ହବ। ସେଇ ୟୁନିକ୍ ସ୍ପେସିସ୍ ଟାକୁ ଆମେ କଣ କୁହନ୍ତି, ଏଣ୍ଡେମିକ୍ ସ୍ପେସିସ୍। ଏଣ୍ଡେମିକ୍ ମତଲବ ସିଏ କେବଳ ସେଇ ଏରିଆରେ ହିଁ ମିଳିବ, ଆଉ କୋଉଠି ମିଳିବନି। ଯେମିତି ଆଣ୍ଡାମାନର ଜରୁଆ ଟ୍ରାଇବ କି ଆଣ୍ଡାମାନିଜ ଟ୍ରାଇବ କେବଳ ଆଣ୍ଡାମାନ ଭିତରେ ହିଁ ମିଳୁଛନ୍ତି, ଆମ ଗାଁରେ ମିଳୁଛନ୍ତି କି, କାହିଁକିନା ସେମାନେ ନା ସେଇଠି ସାର୍। ହିଁ କେବଳ ବଞ୍ଚି ପାରିବେ, ତାଙ୍କୁ ତ ଏପଟେ କେମିତି ସେ ମରିଯିବେ, ବୁଝିଲ। ତେଣୁ ଯୋଉ ଏରିଆରେ ଯିଏ
ମାନେ ଗୋଟେ ହ୍ୟୁମାନ ଇଣ୍ଟରଫେରେନ୍ସ ଯେତେବେଳେ କମେ ଗୋଟେ ମଣିଷ କିମ୍ବା ଗୋଟେ ଅର୍ଗାନିଜମ ଗୋଟେ ସ୍ପେଶାଲ ଟାଇପ ର ଡେଭଲପ ହୁଏ, ସେଇଟା କୁହନ୍ତି ଏଣ୍ଡେମିକ ସ୍ପେସିସ୍ ହେଲା। ସେମିତି ମନ୍ଦାସୁର ଗର୍ଜର ଏଣ୍ଡେମିକ ସ୍ପେସିସ୍ ହେଲା ଗୋଲ୍ଡେନ ଗିକୋ। ଗୋଲ୍ଡେନ ଗିକୋଜ, ଗିକୋଜ ମାନେ ଝିଟିପିଟି, ବୁଝିଲ। ତାପରେ ଏଇ ଆଉ ଗୋଟେ ମନେ ରଖିଥ, ସେଇ ମନ୍ଦାସୁର ଗର୍ଜରେ ସବୁଠୁ ହାଇଏଷ୍ଟ ପପୁଲେସନ କାହାର ଅଛି? ଗୋଟେ ହେଲା ଓଟର, ଆଉ ଗୋଟେ ହେଲା ଫିସିଂ କ୍ୟାଟ। ତ ମାରିକି ଦେଖିଦବା ଫିସିଂ କ୍ୟାଟ, ନା ମାରିକି ଦେଖିଦବ କଣ ଗୁଗୁଲ ରେ। ସେ ଫିସିଂ କାଟ କଟା ବୋଧେ। କଟା, କଟାସ ନୁହଁ, ହଁ ହଁ କଟାସ, ଶିଆଳ ନୁହେଁ କଟାସ, ଏଇରା ଏଇରା। କଟାସ। ହଁ, ଆଉ ଗୋଟେ ହେଲା ସ୍ମଲ କ୍ଲ ଓଟର, ଏଇରା। ତୋର କଣ? ଏଇ ଆମ ମାନେ ହାଇବ୍ରିଡ ମୂଷା ଆଉ କଣ, ହୁଁ। ଏଇରା ହେଲା seal type ର paste ଅଛି। ହାଇବ୍ରିଡ ମୂଷା, ସେଇରା ସେଇଠି ମିଳନ୍ତି। ଆଉ ଆଉ ଏଟା ଏତେ ଭିତରକୁ ନ ପଚାରି ପାରେ, ଏଇଟା ପଚାରି ପାରିବ କିନ୍ତୁ ଫିସିଂ କ୍ୟାଟ ପପୁଲେସନ ସେଠି ଅଧିକ ବୋଲି। ଆଉ ଗୋଟେ ଗୋଲ୍ଡେନ ଗିକୋ, ଗୋଲ୍ଡେନ ଗିକୋ ଗୋଟେ ଝିଟିପିଟା ଦେଖେଇ ଦଉ ଦେଖ, ଖାଲି ନା ଚେଞ୍ଜ ଫରେନ ନା। ଦେଖିଲ ଝିଟିପିଟା ହେଲା, ସୁନା ଝିଟିପିଟି। ବାକି ଏଇଟା ମେଡିସିନାଲି ବହୁତ ୟୁଜ ସୁନା ହୁଏ। ଝିଟିପିଟି। ତାପରେ ଦେଖ ଏଇ ଭିତରେ, ଆଉ କାଲି ତମକୁ ଗୋଟେ କହିଥିଲି ନା ସାକ୍ରେଡ ଗ୍ରୁପ, ଏଇଠି ସେମିତି ଗୋଟେ ସାକ୍ରେଡ ଗ୍ରୁପ ଅଛି। ଆଜ୍ଞା ସେଟା ଗୋଟେ ଫରନଟା, ଫରନଟା ମାନେ ଗୋଟେ ଲତାଟା, ସେ ଲତାଟାକୁ ସେମାନେ ପୂଜା କରୁଛନ୍ତି। ସେଟା କଣ କୁହନ୍ତି? ପଥର ଗିରିଧିନୀ, ଗିରିଧାରିଣୀ କୁହନ୍ତି ବା ପଥର ଗିରିଧାରୀ, ଖାଲି ମନେ ରଖିଦେଇଥ। ସବୁ ପଥରରୁ ଷ୍ଟାର୍ଟ, ଷ୍ଟାର୍ଟିଂ ତମକୁ କହିନଥିଲି ଖମ୍ବେଶ୍ୱରୀ ଫମ୍ବେଶ୍ୱରୀ, ଯେତିକି ଦେବୀ ଯେତିକି ସାକ୍ରେଡ ଗ୍ରୁପ ସବୁ ପଥରରୁ ଷ୍ଟାର୍ଟ ହବ ଏପଟେ ଏରିଆରେ। ପଥର ଗିର୍ଧିନୀ, ଏଟା ପଥର ଗିର୍ଧିନୀ ନ ପଡିପାରେ, ତାର ସାଇଣ୍ଟିଫିକ ନାଁ ପଡିପାରେ ଡ୍ରାଇନାରିଆ କୋରିଫୋଲିଆ। ଏଟା ଡାକିଦେମି ହେଲା, ଛାଡିଦିଅ। ଏଟା ହେଲା ଗୋଟେ ସାକ୍ରେଡ ଗ୍ରୁପ। ତାପରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଏଇଠି ମନେ ରଖତ, ଏଇ ଯୋଉ ମନ୍ଦାସୁର ଗର୍ଜର ଖାସିୟତ ହେଲା, ଗର୍ଜ ଟା କେମିତି ଅଛି? ଏଇଭଳିଆ ଧର ପାହାଡ ଟା କହିଲି, ପାହାଡ ଉପରେ ହିଁ ତ ଥିବ ନା, ଏଇଭଳିଆ କଣ୍ଟିନ୍ୟୁଅସ 22ଟା ପାହାଡ ଅଛନ୍ତି ସେଇ ଭିତରେ, ବୁଝିଲ। ପୁରା କଣ୍ଟିନ୍ୟୁଅସ ଏଇଭଳିଆ 22ଟା ପାହାଡ। ସେଇ ଭିତରେ ସବୁଠୁ ଟପ୍ ପାହାଡ ଟା ଯୋଉଟା, ତା ନାଁଟା ହେଲା ସିସି ମହାମଣ୍ଡ ହିଲ୍। ସିସି ମହାମଣ୍ଡ ହିଲ୍, ଏଇଟା ଏକ୍ସାମ ରେ ପଡିପାରେ। ସିସି ମହାମଣ୍ଡ ହିଲ୍ କୋଉ ଡିଷ୍ଟ୍ରିକ୍ଟ ର ଅଛି? କନ୍ଧମାଳ ହେଲା। ଆଉ ଆଉ ଏଇଟା ଏଇଟା ଗୋଟେ ଜିଓ ହେରିଟେଜ ସାଇଟ୍ ଜାଣିଛ ନା ନାଇଁ? ମାନେ ବାୟୋ ହେରିଟେଜ ସାଇଟ୍ ଓଡିଶାର। ଏଇ ଟୋଟାଲ ଯୋଉ ଏରିଆ ଟା ଦେଖୁନ, ଏଇ ଯୋଉ 22ଟା ପାହାଡ, ଇଏ କେତେ କିଲୋମିଟର ସ୍ପ୍ରେଡ ହେଇଛି କହିଲ? 15 କିଲୋମିଟର ସ୍ପ୍ରେଡ ହେଇଛି। ଟୋଟାଲ ମାନେ ଗୋଟେ ଏରିଆ ଦେଖ, 15 କିଲୋମିଟର ଏରିଆ, ଟୋଟାଲ ଏରିଆ ଟା ପାହାଡ। ସେ ପାହାଡରେ ଏଗୁଡା ପୁରା 22ଟା ପାହାଡ ଷ୍ଟେପ ବାଇ ଷ୍ଟେପ ହେଇକି ଏମିତି ପୁରା ଅଛନ୍ତି ମନ୍ଦାସୁର ଗଡରେ। ସେ ଭିତରୁ ସବୁଠୁ ହାଇଏଷ୍ଟ ପାହାଡଟା ନାଁ ହେଲା ସିସି ମହାମଣ୍ଡ ହିଲ୍, ବୁଝିପାରିଲ। ଆଜ୍ଞା ତାପରେ ନଈ ଦେଖ, କନ୍ଧମାଳ ଏରିଆରେ ନଈରେ ଏତେ କିଛି ଫେମସ ନାହିଁ। ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ଗୋଟେ ମନେ ରଖିଦେଇଥିବା ହେଲା ଋଷିମାଲ୍ୟ ହିଲ୍, ଦାରିଙ୍ଗବାଡି ପାଖରେ। ସେଠୁ ବାହାରିଛି କଣ? ଋଷିକୁଲ୍ୟା। ଋଷିକୁଲ୍ୟା। ଆଉ ଆଉ ଖାଲି କେତେଟା ନଈ ମନେ ରଖିଦେଇଥ। ଏଇଟା ମହାନଦୀ ରିଭର ସିଷ୍ଟମ ନା ନାଇଁ? ତମେ ଦେଖୁଛ ସେଇ ତେଲ ନଈ ଯାଇଥିଲା କଳାହାଣ୍ଡିରେ, ତମେ ଏଠି ଆଉ କୋଉ ନଈ ଯିବ? ଯାହା ବି ନଈ ଯିବ ସେଇ ତେଲରେ ମିଶିବ କି ନାଇଁ? କଳାହାଣ୍ଡି ଆଉ କନ୍ଧମାଳ ଯଦି ବର୍ଡର ହେଲେ, ଯଦି କଳାହାଣ୍ଡିରେ ତେଲ ନଈ ଯାଉଛି, ଓବିୟସଲି ଏଠି ଯୋଉ ନଈ ଯିବ ତେଲ ନଈ ସହିତ ମିଶିବ କି ନାଇଁ? ତେଣୁ ମେଜର ନଈଟା ହେଲା ତେଲ। ସେଇ ଭିତରେ ଫାଷ୍ଟ ମିଶେଇକି ପିଲା ସାଲକି, ଉପର ପାର୍ଟରେ ପିଲା ସାଲକି। ଏଇ ସାଲକି ନଈ କାହିଁକି କହୁଛି? କାରଣ ଅଲରେଡି ସାଲୁଙ୍କି ନଈ ତ ମୁଁ କହିଲି ପୁତୁଡି ୱାଟରଫଲରେ, ମନେ ପଡୁଛି ନା ପୁତୁଡିରେ ସାଲୁଙ୍କି ନଈ। ହଁ ସାର୍। ସେମିତି ଏଇଠି ଗୋଟେ ହେଲା ପିଲା ସାଲକି କୁହନ୍ତି। ତାପରେ ଆଉ ଗୋଟେ ବାଘା ନଈ, ଏଇଟାକୁ ଖାଲି ମନେ ରଖ।
ବାଘା ନଦୀ। ଏରା ଏତେ ଡିଟେଲ୍ସ ରେ ପଡିବନି, ବାକି ତମକୁ ଖାଲି ମନେ ରଖ ତ, ମେ ବି କେତେବେଳେ କୋଉ ଏକ୍ସାମ ଦରକାର ପଡିବ। ଆଉ ଗୋଟେ ହେଲା ଘୁମଡି ନଦୀ, ହେଟା ମନେ ରଖନି ଛାଡ, ଖାଲି ବାଘା ନଦୀ ମନେ ରଖ। ବାଘା ନଦୀ ଆଉ ଗୋଟେ ପିଲା ସାଲକି ଉଇଥି ସାଲୁଙ୍କି। ଆଉ ତାପରେ ତଳ ପାଟରୁ ବାହାରିଛି କଣ, ଋଷିକୁଲ୍ୟା ନଈ। କୋଉଠୁ? ଦାରିଙ୍ଗବାଡି ପାଖରୁ। ଦାରିଙ୍ଗବାଡି କୋଉ ପଟେ? ଗଞ୍ଜାମ ପଟେ ନା ନାଇଁ? ଯେମିତି କଳାହାଣ୍ଡି, ଏଇଟା ଦେଖ, ଏଇଟା ଦାରିଙ୍ଗବାଡି ବିହାର, ଏଇ ପାଖରେ ଋଷିମାଲ୍ୟ ହିଲ୍ ଅଛି, ଦେଖା ପଡୁଛି ତ? ଏଇଠୁ ବହିକି ଆସିବ ଋଷିକୁଲ୍ୟା, କୁଆଡେ? ଗଞ୍ଜାମ ଆଡେ। ସେମିତି କଳାହାଣ୍ଡିର ସଦନ ପାଟରେ କୋଉ ନଈ ବାହାରୁଥିଲା କହିଲ? ଇନ୍ଦ୍ରାବତୀ ଆଉ ନାଗାବଳୀ। ଏପଟୁ ଦିଟା ବାହାର। ଆଜ୍ଞା ଆଜ୍ଞା। ଇନ୍ଦ୍ରାବତୀ ଆଉ ନାଗାବଳୀ, ହଁ। ହଁ, ମନେ ରଖିବ ନା ଆଉ। ତାପରେ ଦେଖ, ଏଇଠି ଖାସିୟତ କେତେଟା ମନେ ରଖ। କନ୍ଧମାଳରେ କିନ୍ତୁ ବହୁତ ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ଅଛି। କଣ ଏଟା, ଯୋଉ ତମ କଲଚର ଫଲଚର ପଢିବା ପାଇଁ। ସେଇଥିପାଇଁ ତ ମୁଁ ଏତେ ଡିଟେଲ୍ସ ରେ କହୁଛି, କାରଣ ତମ କଲଚର ମେନସନ କରିଦେଇଛି ନା। ଏଇଟା ଗୋଟେ ସାଂଘାତିକ ଜିନିଷ କରିଦେଇଛି ପ୍ରିଲିମ୍ ରେ ଲେଖିକି, ସେଇଥିପାଇଁ ଏତେ ପଢେଇତେ ପଡୁଛି। ଦେଖ ଏଇଠି ଫାଷ୍ଟ ସେଠି ଦେଖିଥିଲେ କଣ ତାଙ୍କର ହିଷ୍ଟୋରିକାଲ ସାଇଟ୍, କଳାହାଣ୍ଡି ଡିଷ୍ଟ୍ରିକ୍ଟ ର ଗୁଡହାଣ୍ଡି। ଆରେ ଗୁଡହାଣ୍ଡି ମନେ ରଖିଦବ ପା, ଗୁଡହାଣ୍ଡି ଗୁଡ ଆଉ କଣ। ଆଜ୍ଞା। ଏଠି ଗୁଡାହାଣ୍ଡି। ସେମିତି ହେଲା ଡୁଙ୍ଗି। ଏଠି ଗୋଟେ ସାଇଟ୍ ଅଛି ଡୁଙ୍ଗି। ଏଇଟା କଣ, ସେ ଫୁଲବାଣୀ ଏରିଆ ପାଖରେ। ଏଇଟା ହେଲା ବୁଦ୍ଧିଷ୍ଟ ଏରିଆ ଟା, ବୁଦ୍ଧିଷ୍ଟ ସାଇଟ୍ ଗୋଟେ। ଏକ୍ସାମ ରେ କିଛି ପଡିବନି, ସିମ୍ପଲି ପଡିବ ଡୁଙ୍ଗି ଭ୍ୟାଲି କୋଉଠି ଅଛି, କନ୍ଧମାଳ ନା କଳାହାଣ୍ଡି, ଏତିକି ଖାଲି ପଡିବ। ତ ମନେ ରଖିବ ଡୁଙ୍ଗି ମାନେ ହେଲା କଳାହାଣ୍ଡି, ସରି କନ୍ଧମାଳ, ବୁଝିଲ। ଆଜ୍ଞା। ଏଇ ଏରିଆ ଟା କଳିଙ୍ଗ ଏରିଆ, ଆଗରୁ ଫାଷ୍ଟ କହିଥିଲି ମନେ ପଡୁଛି ନା ନାଇଁ, କଳିଙ୍ଗ ଏରିଆ ବୋଲି। ମୌର୍ଯ୍ୟ ଡାଇନାଷ୍ଟି, ଅଟ୍ଟାଭିକା କହିଲି, ଫରେଷ୍ଟ ଡୁଏଲର, ମନେ ପଡୁଛି ତ। ହଁ ସାର୍, କଳିଙ୍ଗ ଏରିଆ। ତେଣୁ ଏଇଠି ଗୋଟେ ଘାଟି ଅଛି, ସେ ଘାଟି ନାଁ ହେଲା କଳିଙ୍ଗା ଘାଟି। ୟେସ୍ ସାର୍। ହେଲା କୋଉଠି, ସେ ଫୁଲବାଣୀରୁ 40-50 କିଲୋମିଟର ପଛକୁ। ତାପରେ ଆଉ ଗୋଟେ ଜିନିଷ ମନେ ରଖ, ବେଲଗଡ ଏରିଆ ଯୋଉ ଅଛି, ବେଲଘର ଏରିଆ, ଏଇଟା କଣ, ଲ୍ୟାଣ୍ଡ ଅଫ କୁଟିଆ କନ୍ଧ କହିଲି। ଆର ଆଉ ଗୋଟେ ଖାସିୟତ ହେଲା, ଏଇଠି ଲୋକମାନେ କେତେ ହାଇଟ୍ ଉପରେ ବଞ୍ଚୁଛନ୍ତି କହିଲ? 2500 ମିଟର ହାଇଟ୍ ଉପରେ। ମାନେ ଏଇ ଟୋଟାଲ ଯୋଉ ଟ୍ରାଇବାଲ ଏରିଆ ରହୁଛନ୍ତି ବେଲଗଡ ରେ, ତା ମିନ ସି ଲେବୁଲ ଯଦି ଏଇଟା 0 ହୁଏ, ସେମାନେ 2500 ମିଟର ଉପରେ ଯାଇ ବଞ୍ଚୁଛନ୍ତି ଏଇଠି। ହେଲା, ତାମାନେ ପୁରା ପାହାଡ ଏରିଆରେ ବେଲଗଡ ଏରିଆ ଲୋକ। ଏଇ ବେଲଗଡ ଏରିଆ ଦେଖ, ସେ ବେଲଗଡ ଏରିଆ କହିଦଉଛି ଦେଖ, ଏଇଟା ହେଲା ଗୋଟେ ପାହାଡଟେ। ହେଲା, ସେ ପାହାଡର ଏଇ ଟପେଷ୍ଟ ପୋଜିସନରେ କିଏ ବଢୁଛନ୍ତି, ବେଲଘର। ଏଇ ବେଲଘର ଏଇ ଏରିଆରେ ଗୋଟେ ଜାଗା ଅଛି, ଏଇଟା ହେଲା ତୁମୁଡି ବନ୍ଧ, ଟିବିଡି। ହେଲା, ତେଣୁ ତମେ ବେଲଘର ଯିବା ପାଇଁ ବାସ୍ ଗୋଟେ ପାହାଡ ଚଢି ଯାଇତେ ପଡିବ। ଏଇ ତୁମୁଡି ବନ୍ଧ ଏରିଆରେ ଗୋଟେ ଶୈବ ପୀଠ ଅଛି। ହେଲା, ସେଇ ଶୈବ ପୀଠଟାର ନାଁ ହେଲା ଜଲେଶ ପଟା। ଏଇ ଜଲେଶ ପଟାକୁ କାଉଣ୍ଟର କରିବା ପାଇଁ ଏଇଠି ଆଉ ଗୋଟେ ଜାଗା ଅଛି, କନ୍ୟା ଆଶ୍ରମ। ଏଇ କନ୍ୟା ଆଶ୍ରମର ଗୋଟେ ଲୋକ ହେଲା ଲକ୍ଷ୍ମଣାନନ୍ଦ ସରସ୍ୱତୀ, ଯାହାକୁ 2008 ମସିହାରେ ମାରି ଦେଇଥିଲେ। ମନେ ପଡୁଛି ଲକ୍ଷ୍ମଣାନନ୍ଦ ସରସ୍ୱତୀ। ସାର୍। ତାପରେ ଦେଖ ଷ୍ଟୋରି ଶୁଣ, ଏଇ ଜଲେଶପଟା ଏରିଆରେ ଏଇଟା ହେଲା ଶୈବ ଜିମ୍। କନ୍ୟା ଆଶ୍ରମ କଣ ଅଛି, ଆ କାମ ହେଲା ଏଇ ଯୋଉ ବେଲଗଡ ଏରିଆରେ ଯୋଉ ଟ୍ରାଇବାଲ ରୁହନ୍ତି, ଏଇ ଟ୍ରାଇବାଲ ଏରିଆ ତାଙ୍କର ବାସ୍ ତାଙ୍କ ଲାଇଫରେ ରୁହନ୍ତି। ବାକି ବେଲଗଡ ଏରିଆରେ ଗୋଟେ ଏସସି କମ୍ୟୁନିଟି ଅଛନ୍ତି, ଏସସି ସିଡ୍ୟୁଲ୍ଡ କାଷ୍ଟ କମ୍ୟୁନିଟି, ଯୋଉଟା କଣ କୁହନ୍ତି, ପାନୋ। ବୁଝିଲ, ଏକ୍ସାମ ମେ ବି ପଢିପାରେ ପାନୋ ଏସସି କମ୍ୟୁନିଟି କୋଉଠି ଅଛନ୍ତି। ହେଲା, ବେଲଗଡ ଏରିଆରେ ପାନ କମ୍ୟୁନିଟି ଅଛନ୍ତି, ସିଡ୍ୟୁଲ୍ଡ କାଷ୍ଟ କମ୍ୟୁନିଟି। ଏଇ ପାନ କମ୍ୟୁନିଟିର କେତେ ଜଣ ମାକ୍ସିମମ୍ ଲୋକଙ୍କୁ ଖ୍ରୀଷ୍ଟିଆନ ବାଲା ଆସିକି କନଭର୍ଜନ କରିଦଉଥିଲେ ଟୁୱାର୍ଡସ ଖ୍ରୀଷ୍ଟିଆନିଟି। ହେଲା, ଏଇ ପାନ କମ୍ୟୁନିଟିରୁ ଖ୍ରୀଷ୍ଟିଆନିଜିମ ଟାକୁ ଅଟକେଇବା ପାଇଁ ଲକ୍ଷ୍ମଣାନନ୍ଦ ସରସ୍ୱତୀ ବହେ ଲାଗିଲା ଥ୍ରୋ କନ୍ୟା ଆଶ୍ରମ। ବୁଝିଲ, ଯେ ତମେ ଖ୍ରୀଷ୍ଟିଆନ କନଭର୍ଜନ ହୁଅ ନା, ଯୋଉମାନେ କନଭର୍ଜନ ହଉଥିଲେ ସେମାନଙ୍କୁ ଏଇ ଆଶ୍ରମକୁ ଆଣି ତାଙ୍କୁ ପୁଣି ଆଉଥରେ ହିନ୍ଦୁ କରୁଥିଲା। ବୁଝିଲ, ଆଜ୍ଞା। ଶୁଣୁଛ ନା ନାଇଁ କିଏ? ହୁଁ। ସାର୍ 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 ହଁ ସାର୍। ଶୁଣୁଛି ସାର୍।
तापर आंक भितर टसल स्टार्ट हला बास आकु मर्डर हला 2008 मसिया से कम तापर एई पान कम्युनिटी रो केते लोक को बास अरेस्ट करा हला जे ई मानी मारिथिले लखनंद सरस्वती मे बी फेक रही पारे मे बी सतर रही पारे बाकी अरेस्ट हेइछन बुझिलो एई जलेसपटा जो अछि एई जलेसपटार गोटे खासियत हला पहाड़ रु आसुची नईटा जो एई पहाड़ रो तळे ही जलेसपटा नै तेणु बुझिले झरणा फरणा बही आसुतो आसला पर एई जो शिव मंदिर अछि से कोन अछि पूरा झरणा भितरे एई जो शिव मंदिर पाखरे जो सैंड टा मिले गोटे व्हाइट सैंड मिले व्हाइट सैंड एटा गोटे रिसर्च यूनिट मन रखत एई जो व्हाइट सैंड टा मिले एटा एंटायर डिस्ट्रिक्ट रे कोउठी नै एंटायर कंधमाल डिस्ट्रिक्ट रे कोउठी भी नै केवल से गोटिए जगह अछि काहे कि जेरा भगवान जण बुझिलो जलेशपटा हला गोटे शैवी क्षेत्र जोटी गोटे झरणा भितर शिव पूजा पाती से झरणा रे जो जो बाली रे आसे सेटा कोन व्हाइट सैंड से जो टाइप रो व्हाइट सैंड सेटा एंटायर कंधमाल डिस्ट्रिक्ट रे कोउठी ना केवल से गोटिए जगह रे अछि आ काहे कि अछि नो वन नोज बुझिलो एबे सेई जलेशपटा हां व्हाइट सैंड रे यूज किछि यूज ना बाली रे कोन हगियो कोन करियो किछि नै बाकी जियोलॉजी वाला काम जो नथे जे एठी काई आसिला एई व्हाइट सैंड टा एठी काई एठी अछि बा ताके रिसर्च करछन बस रिसर्च पेपर बाहर कला हम पढिया आ किछि काम नै बाली रे कोन काम घर करियो कोन करियो किंतु सेरा सब फाइनेस्ट बाली आ व्हाइट सैंड काई कोहा जाय एती खाली जानि तो जो भी सैंड आसे सब बहुत सारा मिक्सिंग है कि पत्थर को आसे ना नहीं देखियो गोटे बाली पानी आसीबो से भीतर देखियो काच थिबो चिक चिक करथो गोटे बाली आ गोटे बड़ गोटे गोडी थिबो एगुला बाली आसे कि नै नई रे किंतु एट जो व्हाइट सैंड एटा पूरा फाइनेस्ट वन टाइप ऑफ पुट्टी जो घरे मारंती सेगुला पूरा फाइनेस्ट बाली माने इरोजन हेई क्वाड कोड आसी पूरा फाइनेस्ट बाली गोटे आ एटा जियोलॉजिकल रिसर्च वाला काम किंतु किछि काम नै बाकी को एरिया रे मिलिनी सेठी मिलि जिवली बस एटा इंपोर्टेंट पॉइंट आ किछि नै देखो तेणु एट जो पानो कास्ट वाला रहिले आंको कन्वर्जन होउतला क्रिश्चियन को सेई दिया कोन लखनंद सरस्वती मर्डर हला बुझिलो तापरे आउ गोटे मन रख एठी गोटे एई जो पानो कम्युनिटी एससी कम्युनिटी गोटे अछंती एमारे कहा से तो रहउछन इन सिंक्रोनाइजेशन कुटिया कंध रहउछन ना नहीं एई जो बेलगड़ देखछ एरिया रे कोर जोन रहउछन हला कुटिया कंध आ टोटल एरिया रहउछन हला पानो एससी कम्युनिटी हला एई जो कुटिया कंध मानकर सर जिए तांकर विलेज हेड प्लस स्पिरिचुअल हेड आकु से माने कोन कहंती जानी JANI हला जानी माने रिलीजियस और स्पिरिचुअल हेड ऑफ कुटिया कंध एबे एई जानी भितरु जनक नाम मन रखतो एई जानी गोटे वन टाइप ऑफ जानी जनक ना हला पूर्णमासी जानी ये हला कोन पद्मावड़ी कंधमाल डिस्ट्रिक्ट रो ये काहे की पद्मावड़ी जानी तो मु कोन कहली जे जानी मानकर काम हला स्पिरिचुअल हेड कि नहीं ओके तेणु ये पद्म पाइथ माने रिलेटेड गोटे स्पिरिचुअलिज्म काम करथिबो कोन लिखछि डिवोशनल सॉन्ग को लैंग्वेज रे कुई एंड संस्कृत पूर्णमासी जानी मारी देख दो गूगल हला पूर्णमासी जानी लो से लोकना फटा देख दो मस्त लोक गोटे देखा आछि ना विकिपीडिया रे पूर्णमासी जानी एई देखिलो ताड़ी सारू बळ देखछ ना फटो एटा पूर्णमासी जानी 2021 रे पाइछि घर कंधमाल हला सर ये कौन गोटे जानी माने स्पिरिचुअल हेड आउ गोटे मन रखे एटी ता स्टार्टिंग रु तुम कहइतली नियमगिरी हिल मन पड़छ ना कलाहांडी डिस्ट्रिक्ट रे
ନିୟମଗିରି ମୁଭମେଣ୍ଟ କହିଲି ମନେ ପଡିଲା ନା କଳାହାଣ୍ଡି ଡିଷ୍ଟ୍ରିକ୍ଟ କହିଲେ ପରେ କହିବି ବୋଲି ହଁ। ମନେ ପଡୁଛି ନା ଖାଲିଟା ହଁ ମାରୁଛ ନା ସାର୍ Oh, what? ଦେଖ ସେଇ ଯୋଉ ଗୋଟେ ଥାଏ ଏଇ ଯୋଉ କଣ ଏଟା ଆଙ୍କ କମ୍ୟୁନିଟିର ଏଇ ଯୋଉ ପିଭିଟି ଜାଣିଛ ତ ଟ୍ରାଇବାଲ ମାନଙ୍କ ଭିତରେ ଗରିବ ଭିତରେ ଯୋଉମାନେ ଅତି ଗରିବ ସେମାନେ କଣ କୁହନ୍ତି ଅନ୍ତୋଦୟ ନା କଣ ଗୋଟେ କୁହନ୍ତି ସେମିତି ଟ୍ରାଇବାଲ ମାନଙ୍କ ଭିତରେ ଯୋଉମାନେ ଅତି ଟ୍ରାଇବ ସେମାନେ ପିଭିଟି କୁହନ୍ତି ପର୍ଟିକୁଲାରଲି ଭନରେବୁଲ ଟ୍ରାଇବାଲ ଗ୍ରୁପ ଓଡିଶାରେ କେତେଟା ପିଭିଟି ଅଛନ୍ତି କହିଲ 13ଟା ଟ୍ରାଇବାଲ 62ଟା ଏଇଟା ଏକ୍ସାମ ଆସେ ମନେ ରଖିବ PVTs. ଗରିବ ମାନଙ୍କ ଭିତରେ ଅତି ଗରିବ ହେଲା ଅନ୍ତୋଦୟ ସେମିତି ଟ୍ରାଇବାଲ ମାନଙ୍କ ଭିତରେ ଅତି ଟ୍ରାଇବାଲ ହେଲା ପିଭିଟି ଏଇ ଯୋଉ ପିଭିଟି କମ୍ୟୁନିଟି ଏଇ Sir, ଡଙ୍ଗରିଆ ତେର କନ୍ଧ ବାଷଠି କଣ କହିଲେ ଭଏସ ଓଡିଶାରେ ଟୋଟାଲ 62ଟା ଟ୍ରାଇବାଲ ଗ୍ରୁପ 62ଟା ଭିତରୁ 13ଟା ହେଲେ ପିଭିଟିଜି ଗ୍ରୁପ ଆଚ୍ଛା ଆଜ୍ଞା ଜାଣିପାରିଲ ସାର୍ ସେଇଭଳିଆ ଗୋଟେ ପିଭିଟିସି କନ୍ଧମାଳ ଡିଷ୍ଟ୍ରିକ୍ଟର ହେଲା କୁଟିଆ କନ୍ଧ ଯୋଉ ଯାହା ବିଷୟରେ ଆମେ କଥା ହଉଛନ୍ତି ଆଜ୍ଞା ତେଣୁ ଏଇ ଟୋଟାଲ ଏରିଆରେ ପୂଜା କଣ ଚାଲିବ ତମ ଫାର୍ଷ୍ଟ କ୍ଲାସ ମନେ ପକ ଯଦି ଗୋଟେ ପଟେ ଖମ୍ବେଶ୍ୱରୀ ଚାଲିଲା ଆଉ ଗୋଟେ ପଟେ କିଏ ଚାଲିବ ଟ୍ରାଇବାଲ ମାନଙ୍କର ଗ୍ରାମ ଦେବତୀ ନା ନାଇଁ ତାନ୍ତ୍ରିଜିମ୍ ହଁ ତାନ୍ତ୍ରିଜିମ୍ ପରେ ଆସିବ ନା ତାନ୍ତ୍ରିଜିମ୍ ଟ୍ରି ତାନ୍ତ୍ରିଜିମ୍ କେତେବେଳେ ଆସିବ ମହିଷାସୁର ମର୍ଦ୍ଦିନୀ ଯେତେବେଳେ ଆସିବ ତାକୁ କାଉଣ୍ଟର କରିବା ପାଇଁ ତାନ୍ତ୍ରିଜିମ୍ ଆସିବ ଷ୍ଟାର୍ଟିଂ କାହିଁ ତାନ୍ତ୍ରିଜିମ୍ ଆଜ୍ଞା ଆଜ୍ଞା ନାଇଁ ସାର୍ ନା ପୁଣି କନଫ୍ୟୁଜ ନାଇଁ ସାର୍ ଠିକ ଅଛି ନା ସାର୍ ମନ୍ଦିର ଯୋଉଠି ନଥିବ ସେଇଠି ତାନ୍ତ୍ରିକ ମାନେ ପୂଜା କରିବେ ଆଉ ତାରେ ତମକୁ କୁହାହେଲା ଫାଷ୍ଟ ଖମ୍ବେଶ୍ୱରୀ ଏପଟେ ଚାଲିବେ ଗଛ ତଳେ ସେପଟେ ସେ ଗ୍ରାମ ଦେବୀ ତରିକି ଚଲେଇବେ ତାପରେ ମହିଷାସୁର ମର୍ଦ୍ଦିନୀ ଆସିଲା ତାକୁ କାଉଣ୍ଟର କରିବା ପାଇଁ ତାନ୍ତ୍ରିଜିମ୍ କରିବା କାରଣ ଗୋଟେ ଇନଷ୍ଟିଟ୍ୟୁଟ କରିକି ଆଗରୁ ଗଛ ମୂଳେ ସମସ୍ତେ କରୁଥିଲେ ଏ ଗଛ ପଟେ ଖମ୍ବେଶ୍ୱରୀ କଲେ ସେ ଗଛ ପଟେ ଗ୍ରାମ ଦେବତୀ କରିବେ ତାପରେ ଯେତେବେଳେ ମନ୍ଦିର ଭିତରୁ ଭଗବାନ ପଳେଇ ଆସିବେ ଗୋଟେ ପଟି ପଳେଇ ଆସିକି ହେଇଯିବ ମହିଷାସୁର ମର୍ଦ୍ଦିନୀ ଆଉ ଗୋଟେ ପଳେଇ ଆସିଲେ କଣ ହବ ତାନ୍ତ୍ରିଜିମ୍ ତାନ୍ତ୍ରିକ ଯୋଉମାନେ ମନ୍ଦିର କରିପାରିଲେନି ସେମାନେ ହଁ ତାପରେ ସେଇ ତାନ୍ତ୍ରିଜିମ୍ ରେ ସେମାନେ ମନ୍ଦିର କରିବେ ବେତାଳ ମନ୍ଦିର ଆଜ୍ଞା ଭୁବନେଶ୍ୱର ବୁଝିପାରିଲ ତ ଆଜ୍ଞା ଆଜ୍ଞା ସାର୍ ଦେଖ ଏବେ ଏଇ ପିଭିଟି ତ ସେମାନେ କାହାକୁ ପୂଜା କରିବେ ଗ୍ରାମ ଦେବତୀ କି ନାହିଁ ଆଜ୍ଞା ସେଇ ଗ୍ରାମ ଦେବୀର ନାଁ ହେଲା ଧରଣୀ ପେନୁ ଧରଣୀ ପେନୁ ଏଇ ପେନୁରୁ ଡେଭଲପ ହେଇକି ହେଲା ପାନୁ ଯୋଉ ପାନ ଦେଉଛି ଏସସି କମ୍ୟୁନିଟି ବୁଝିଲ ବାସ୍ ଯେତେବେଳେ କୁଟିଆ କନ୍ଧମାଳ ପେନୁ ମାନେ ଧରଣୀ ପେନୁକୁ ପୂଜା କଲେ ପେନୁ ମତଲବ ହେଲା ଆଜ ଏ ଗଡ ଧରଣୀ ମତଲବ ହେଲା ମଦର ପେନୁ ହେଲା ଗଡ ତାପରେ ଯେତେବେଳେ ସେଇ ଏଇ ଏସସି କମ୍ୟୁନିଟି ମାନେ ଯେତେବେଳେ ବେଲଗଡରେ ତାଙ୍କୁ ଡୋମିନେଟ କରିବାକୁ ଟ୍ରାଏ କଲେ ସେତେବେଳେ ସେମାନେ ନେଲେ ଏଇ ଭିତରୁ ପାନ ମାନେ ନିଜକୁ କହିଲେ ଯେ ଆମେ ତମଠୁ ଉପରେ ବୋଲି ବୁଝିଲ ଏଇ ଯୋଉ ମିଲେ ବୁଝିପାରୁଛ ତ କୁଟିଆ ଖଣ୍ଡରୁ ଅପରେସନ ଆଜ୍ଞା ଆଜ୍ଞା ମିଲେ ବୁଝିପାରୁଛ ନା ନାଇଁ ଆଜ୍ଞା ହଁ ବୁଝିଲି ବୁଝିଲି। ବାସ୍ ତେଣୁ ଆଗରୁ ଯେତେବେଳେ କୁଟିଆ କନ୍ଧ ବାଲା ଥିଲେ ତାଙ୍କେ କାହାକୁ ପୂଜା କରୁଥିଲେ ଗ୍ରାମ ଦେବତୀ ତାଙ୍କ ଗ୍ରାମ ଦେବତୀର ନାଁ ହେଲା ଧରଣୀ ପେନୁ ଆଉ ସେଇ ଗ୍ରାମ ଦେବୀ ଯେତେବେଳେ ପୂଜା କରାହଉଥିଲା ତମକୁ ସେତେବେଳେ କଣ କହିଥିଲି ହ୍ୟୁମାନ ସାକ୍ରିଫାଇସ୍ ବି ଚାଲିଥିଲା କି ନାଇଁ ଆଜ୍ଞା ହ୍ୟୁମାନ ସାକ୍ରିଫାଇସ୍ ସେତେବେଳେ ବି ଚାଲିଥିଲା ତାପରେ ଚାଲିଛି ତାନ୍ତ୍ରିଜିମ୍ ରେ ସେତେବେଳେ ହ୍ୟୁମାନ ସାକ୍ରିଫାଇସ୍ କରି ବେକ ଡାଇରେକ୍ଟ ଝୁଲେଇ ଦେଲେ ଭଗବାନଙ୍କ ଆଗରେ ଆଗରୁ କଣ କରୁଥିଲେ ଡାଇରେକ୍ଟ ହ୍ୟୁମାନ ସାକ୍ରିଫାଇସ୍ କରିକି ଆଜ୍ଞା ଫିଙ୍ଗି ଦଉଥିଲେ ଯେତେବେଳେ ତାନ୍ତ୍ରିଜିମ୍ ଇନଷ୍ଟିଟ୍ୟୁସନାଲ ହେଲା ସେମାନେ ଯେତେବେଳେ ଗେଣ୍ଡୁ ମାଳ ଦେଲେ ଏମାନେ କଣ ମୁଣ୍ଡ ମାଳ ଦେଲେ ସେଇଟା କପାଳିନୀ ହେଲା ସେଠି କାତାଇନି ଏଠି ହେଲା କପାଳିନୀ ବୁଝିପାରିଲ ସେମିତି ଏଠି କଣ ପୂଜା କରୁଥିଲେ ଧରଣୀ ପେନୁକୁ ଏଇ ଧରଣୀ ପେନୁକୁ ଯେତେବେଳେ ପୂଜା କଲେ ଆଙ୍କୁ ଯେତେବେଳେ କଲୋନାଇଜ କରିବାକୁ ଆସିଲେ ପାନ ବାଲା ଥ୍ରୋ ଖ୍ରୀଷ୍ଟିଆନ ହେଇକି ସେମାନେ କଣ କଲେ ଏଇ ପେନୁ ନାଁଟାକୁ ପାନ କରିକି ବାସ୍ ତାଙ୍କୁ କହିଲେ ଯେ ଆମେ ତମ ଉପରେ ବୋଲି ତେଣୁ ତାଙ୍କର ଡୋମିନାନ୍ସ ଚାଲିଲା ବୁଝିଲ ତ ସେ ଭିତରେ ଛାଡିଦିଅ ତେଣୁ ଗୋଟେ ହେଲା ଧରଣୀ ପେନୁ ସେଇଭଳିଆ ଆଉ ଗୋଟେ ପେନୁ ହେଲା ନିୟମଗିରି ପେନୁ ନିୟମଗିରି ପେନୁ ତେଣୁ ଏମାନେ ଗ୍ରାମ ଦେବତୀ ହିସାବରେ ଧରଣୀ ପେନୁକୁ ପୂଜା କଲେ ଆଜ ଏ ଗ୍ରାମ ଦେବତୀ ସେମିତି ଆଉ ଗୋଟେ ଏରିଆରେ ନିୟମଗିରି ପାହାଡଟାକୁ ଇଚ୍ଛାରେ ପୂଜା କଲେ ସେ ପାହାଡଟା ନାଁ ହେଲା ନିୟମଗିରି ଯେହେତୁ ପାହାଡ ଇଜିକାଲ ଗଡ ଇଜିକାଲ ନିୟମଗିରି ପେନୁ ବା ନିୟମଗିରି ରାଜା ବୁଝିପାରିଲ ଏବେ Yes, sir. ଆସିବ ଏଇ ନିୟମଗିରି କି ଭାଙ୍ଗିବା ପାଇଁ କିଏ ପୁଷ୍କୋ ପ୍ରୋ ବେଦାନ୍ତ ହେଲା ଏଇଟା କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଚାଲୁନି ସରି କନ୍ଧମାଳ ଡିଷ୍ଟ୍ରିକ୍ଟ ଚାଲୁନି କଳାହାଣ୍ଡି ଆଉ ରାୟଗଡା ଡିଷ୍ଟ୍ରିକ୍ଟର ବୁଝିଲ କିନ୍ତୁ ଟୋଟାଲ ଏରିଆଟା ଯେହେତୁ ପିଭିଟିଜି ର ମୁଁ ସେଇଟା ପିଭିଟିଜି ରୁ ଟାଣିକି କହୁଛି କିନ୍ତୁ କନ୍ଧମାଳ ସହିତ ତାର କିଛି ଲିଙ୍କ ନାହିଁ ଲିଙ୍କ ହେଲା କଳାହାଣ୍ଡି ଆଉ ରାୟଗଡା ସହିତ ହେଲା ମୁଁ ଲାଷ୍ଟ ତମକୁ ନୋଟରେ ଡାକିଦେବି ତମେ ଖାଲି ଇନସିଡେଣ୍ଟ ଶୁଣିଦିଅ ଏରିଆ ଉପରେ ଫୋକସ କରନା
ମାନେ କୋଉଠି ଅରିଜିନ ହଉଛି ବୋଲି। ତେଣୁ କୁଟିଆ କନ୍ଧମାଳ ପୂଜା କରୁଥିଲେ ଧରଣୀ ପେନୁକୁ, ଆଉ ଗୋଟେ ପୂଜା କରୁଥିଲେ ପାହାଡକୁ ଇଟସେଲ୍ଫ ନିୟମଗିରି ପେନୁ। ବୁଝିପାରିଲ କାହିଁକି? କାହିଁକି ନା ତମକୁ ଫାଷ୍ଟ ରୁ କଣ କୁହାଯାଇଥିଲା ଯେ ଗୋଟେ ସେମାନେ ଟ୍ରି କି ପୂଜା କରିବେ ଗୋଟେ ପଥର ହିସାବରେ। ସେମାନେ କଣ କଲେ ଇଟସେଲ୍ଫ ଗୋଟେ ପଥରଟାକୁ କହିଲେ ପଥର କାହିଁ ପୂଜା କରିବୁ, ପଥର ଇଟସେଲ୍ଫ ପାହାଡ ପଥର ନା ନାଇଁ। ଆଜ୍ଞା ଆଜ୍ଞା ତେଣୁ ଟୋଟାଲ ପାହାଡକୁ ହିଁ ପୂଜା କର, ସେଇଟା ହେଲା ନିୟମଗିରି ପେନୁ। ହେଲା ନିୟମଗିରି ପାହାଡ ବା ନିୟମଗିରି ରାଜା। ବୁଝିପାରିଲ। ଆଜ୍ଞା ତାପରେ ଇଣ୍ଡିଭିଜୁଆଲ ଯୋଉ ଗୋଟେ ଗୋଟେ ଗଛ ତଳେ ଆଗରୁ ଦେବୀ ଗ୍ରାମ ଦେବତୀ ଥିଲେ, ଟୋଟାଲ ଗଛ ହେଲା ଟୋଟାଲ ଫରେଷ୍ଟ, ଆଉ ଗୋଟିଏ ପଥର ହେଲା ଟୋଟାଲ ମାଉଣ୍ଟେନ। ଏଇ କନସେପ୍ଟ ଯେତେବେଳେ ତାଙ୍କ ଭିତରେ ଡେଭଲପ ହେଲା, ଆଗରୁ କଣ ହଉଥିଲା ଧରଣୀ ପେନୁ ତାମାନେ ଟୋଟାଲ ଖାଲି ଗୋଟେ ଗଛ ତଳେ ପୂଜା କରୁଥିଲେ ଗୋଟେ ପଥର ରଖିକି, ଏବେ ଟୋଟାଲ ପଥରଟା କରିଦେଲେ ଇଟସେଲ୍ଫ ପାହାଡ, ପାହାଡ ଭିତରେ ଯେତିକି ଜଙ୍ଗଲ ହେଲା ସେ ହେଲା ଟୋଟାଲ ଭଗବାନ। ତେଣୁ ସେଇଟା ହେଲା ନିୟମଗିରି ପେନୁ। ବୁଝିପାରିଲ। ତାମାନେ କହିବାକୁ ଗଲେ ଶିବଲିଙ୍ଗର ଧରା ଯୋଉ ଗୋଟେ ଜାଗାରେ ଦେଖିବ ଠୋପେ 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 ପାଣି ଖସୁଥିବ, ପଞ୍ଚଲିଙ୍ଗେଶ୍ୱର ଦେଖିବ ଟୋଟାଲ ନଈ ଆସିକି ଶିବ ମନ୍ଦିର ଧୋଇକି ଯାଉଥିବ। ଏଇ କନସେପ୍ଟ ଯାହା ସେଠି ସେଇଆ। ବୁଝିପାରିଲ। ଆଜ୍ଞା Yes, sir. ତେଣୁ ଏବେ କଣ କଲେ ନିୟମଗିରି ପେନୁ। ଏବେ ଏଇ ନିୟମଗିରି ପେନୁଟାକୁ ଫଟେଇବା ପାଇଁ କିଏ ଆସିଲା, ପୋସ୍କୋ ଆଉ ବେଦାନ୍ତ। ଏବେ ତମ ଲୋକ ଷ୍ଟ୍ରାଇକ କରିବେ କି ନାଇଁ, ଲୋକ ଏବେ ଷ୍ଟ୍ରାଇକ କଲେ, ଦି ଜଣ ଭିତରେ ଷ୍ଟ୍ରାଇକ ଚାଲିଲା, ମାଡଗୋଳ ଚାଲିଲା, ସବୁ ଚାଲିଲା। ଏଇ ଟୋଟାଲଟା ମୁଭମେଣ୍ଟଟାକୁ କୁହନ୍ତି ନିୟମଗିରି ମୁଭମେଣ୍ଟ। ଏବେ ଆଙ୍କୁ ରିହାବିଲିଟେସନ ଦିଆହେଲାନି, ବହୁତ ବର୍ଷର କଲେ ସେମାନେ, କାହିଁକି ନା ନିୟମଗିରି ମୁଭମେଣ୍ଟ ନିୟମଗିରି ପାହାଡଟା ଥିଲା କଣଟା ବକ୍ସାଇଟର ଗୋଟେ ରିଜର୍ଭ। ଏବେ ଏଇ ମୁଭମେଣ୍ଟ ଷ୍ଟାର୍ଟ ହେଲା, ଫାଇନାଲି ପୋସ୍କୋ ହଟିକି ଗଲା। ହେଲା ଏଇ ନିୟମଗିରି ପ୍ରୋଟେଷ୍ଟର ଗୋଟେ ବାଇପାସ ଲିଡର ହେଲା ଭକ୍ତ ଦାସ, ଯୋଉ ନର୍ଲା ଫାଷ୍ଟ ଦେଖିଲ କଳାହାଣ୍ଡିର। ତମକୁ କହିଲି କଣ ମନରେ ପଡୁଛି, ଦୁନା ଲାଞ୍ଜିଗଡ ପାଖରେ କିଏ ବେଦାନ୍ତ ଅଛି, ବେଦାନ୍ତ ଅଛି। ଏଠି କିଏ ପୋସ୍କୋ ବେଦାନ୍ତ ମିଶିଛନ୍ତି ନା ନାଇଁ, କଳାହାଣ୍ଡି କନ୍ଧମାଳ ବର୍ଡର କି ନାଇଁ। ତେଣୁ ବେଦାନ୍ତ ଥିଲା ଲାଞ୍ଜିଗଡରେ, ସିଏ ଆଣୁଛି କୋଉଠୁ ବକ୍ସାଇଟ, ପଞ୍ଚପଟି ପଲ୍ଲୀରୁ, କୋରାପୁଟରୁ। ବାକି ଯେତେବେଳେ କୋରାପୁଟ। ପୋସ୍କୋ ଆସିଲା ସେ ତାକୁ କହିବ ସେଇଠି ନେବେ ବୋଲି, ତେଣୁ ସେ ଆଉ ଗୋଟେ ଜାଗାରୁ ନେଇ, ତେଣୁ ସେ କୋଉଠୁ କହିଲା ନିୟମଗିରିରୁ ନେବେ ବୋଲି। ଦି ଜଣ ସାରା ମିଶିକି ନିୟମଗିରି ହିଲଟାକୁ ଫଟେଇବାକୁ ଆଇଲେ। ସେଇ ଭିତରେ ବେଦାନ୍ତକୁ ମାନେ ବେଦାନ୍ତକୁ ସଂଘର୍ଷ କରିବା ପାଇଁ କିଏ ଆସିଲା କଳାହାଣ୍ଡି ଡିଷ୍ଟ୍ରିକ୍ଟରୁ, ଭକ୍ତ ଦାସ, ଯିଏ ବର୍ତ୍ତମାନ ଓଡିଶା କଂଗ୍ରେସର ସେକ୍ରେଟାରୀ ସରି ପ୍ରେସିଡେଣ୍ଟ। ବୁଝିପାରିଲ। ଆଉ ସେଇ ଭକ୍ତ ଦାସ ହରିକା ଯେତେବେଳେ ସେଇ ନିୟମଗିରି ମୁଭମେଣ୍ଟରେ କାହିଁକି ଏତେ ଆକ୍ଟିଭ ହେଲେ, କାହିଁକିନା ତା ପୂର୍ବରୁ ତମକୁ କହିଲି କଳାହାଣ୍ଡି ସିଣ୍ଡ୍ରୋମ ଥିଲା। ସେଇ କଳାହାଣ୍ଡି ସିଣ୍ଡ୍ରୋମରେ ପିଭି ନରସିଂହ ରାଓ କଣ ଦେଇଥିଲା ତାଙ୍କୁ, କେବିକେ ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ କରି ପ୍ଲସ ରାଜୀବ ଗାନ୍ଧୀ ଆସିଥିଲେ। ବୁଝିପାରିଲ। ତେଣୁ ଅଲରେଡି ସେ ଭିତରେ କଂଗ୍ରେସର ଆଗରୁ ଥିଲା ହୋଲ୍ଡ। ଏବେ ସେଇ ହୋଲ୍ଡଟାକୁ ଗୋଟେ ମାନେ ଇମ୍ପଲ୍ସ ଦେଲା କିଏ, ଭକ୍ତ ଦାସ। ତାପରେ ଭକ୍ତ ଦାସ ନେକ୍ସଟ ପୁଣି ଇଣ୍ଡଷ୍ଟ୍ରି ମିନିଷ୍ଟର ବି ହେଇଥିଲା ସେଣ୍ଟର। ବୁଝିପାରିଲ। ଏବେ ଯେତେବେଳେ ପୋସ୍କୋ ଆସିଲା, ପୋସ୍କୋ ଲାଷ୍ଟକୁ ଟାଇଟା ହଟିଲା, ସେତେବେଳେ କିଏ ଥିଲା ଏନଭାରନମେଣ୍ଟ ମିନିଷ୍ଟର, ଜୟରାମ ରମେଶ। ଏବେ କଣ ସେମାନେ ଟୋଟାଲ ପୋସ୍କୋଟାକୁ ହଟେଇ ଦେଲେ। ସେତେବେଳେ ଫାଷ୍ଟ ଟାଇମ ପାଇଁ ଏନଭାରମେଣ୍ଟାଲ ଇମ୍ପାକ୍ଟ ଆସେସମେଣ୍ଟ ଭଲସେ ଇମ୍ପ୍ରୁଭ ହେଲା, ଯୋଉଟା ଦେଖିବ ତମେ ଏନଭାରମେଣ୍ଟରେ ପଢୁଥିବ ଯେ ଗୋଟେ ଏନଭାରମେଣ୍ଟର କେତେ ଇମ୍ପାକ୍ଟ ପଡିବ ତାକୁ ଆସେସ କରିକି ତାପରେ ପ୍ରୋଜେକ୍ଟକୁ ଆପ୍ରୁଭାଲ ଦିଅ। ଏଇ ଏନଭାରମେଣ୍ଟାଲ ଇମ୍ପାକ୍ଟ ପରେ ଆସିଲା ଫରେଷ୍ଟ ରାଇଟ ଆକ୍ଟ 2006। ଏଇ ଫରେଷ୍ଟ ରାଇଟ ଆକ୍ଟରେ ମାଣ୍ଡାଟୋରୀ ହେଲା ଯେ କିଛି କୋଉ ଜାଗାରେ ମାଇନିଂ ହବା ପୂର୍ବରୁ କାହାର ପରମିଶନ ନିଆହବ, ଗ୍ରାମ ସଭା। ତେଣୁ ଗ୍ରାମ ସଭା ହେଲା ହେଡ। ଏଇ ଗ୍ରାମ ସଭାର ତମ ଗାଉଁଲି ନାଁ ହେଲା ପଲ୍ଲୀ ସଭା, ଯୋଉଠି ଯାଇ ଚିକେନ ଭାତ ଖାଇଦେଇ ପଳେଇ ଆସ ଖାଲି ମାସକୁ ଥର ଥର ହଉନି। ଆଜ୍ଞା ଟ୍ରାଇବେଲ ଏରିଆ ସେଟା କଣ କୁହନ୍ତି, ଗ୍ରାମ ସଭା। ଏଇ ଗ୍ରାମ ସଭାଟାକୁ ଆହୁରି ଲିଗାଲାଇଜ କରିବା ପାଇଁ ଆସିଥିଲା ପେସା ଆକ୍ଟ, ପେସା 1996। ପଞ୍ଚାୟତ କଣ ଏଟା ଗୋଟେ ଏକ୍ସଟେନସନ ଫର ସିଡ୍ୟୁଲ୍ଡ ଏରିଆ, ପଞ୍ଚାୟତ ରାଜ ଏକ୍ସଟେନସନ ଫର ସିଡ୍ୟୁଲ୍ଡ ଏରିଆ ଆକ୍ଟ 1996। ବୁଝିଲ। ଏଫଆଇଆର ଆକ୍ଟ ଅଣ୍ଡରରେ ଫରେଷ୍ଟ ରାଇଟ ଆକ୍ଟ 2006, ଯୋଉଟା ଫରେଷ୍ଟ ଡୁଏଲର କୁହନ୍ତି। ଆର ମତଲବ ହେଲା ଯେତେବେଳେ ଏମଏନସି ବାଲା ଆସିଲେ, ମାଣ୍ଡାଟୋରୀ ହେଲା ଯେ ତମେ ଆଗରୁ ଦେଖ ଏଇ ଇନସିଡେଣ୍ଟଟା ଟୋଟାଲ ବୁଝ, ଏନଭାରମେଣ୍ଟ ଦରକାର ପଡିବ ହେଲା। ଆଗରୁ କଣ ନିୟମଗିରି ହିଲ ଆସିଲା, ଯେପର୍ଯ୍ୟନ୍ତ ଆକ୍ଟ ନ ଆସିଥିଲା ଯିଏ ଗୋଟେ ଆସିଥିଲା ଇଣ୍ଡଷ୍ଟ୍ରି ବାଲା ଗଭର୍ଣ୍ଣମେଣ୍ଟ ଆପ୍ରୁଭାଲ ଦେଇଥିଲେ ସେ ଯାଇକି ଫଟୋ ଦେଇକି ନେଇକି ପଳଉଥିଲା। ବାକି ଏବେ କୁଟିଆ କନ୍ଧ ସେମାନେ ଅଛନ୍ତି, ତାଙ୍କ ଲିନେଜ କୋଉଠି, ଅଟ୍ଟାଭିକା ଡାଇନାଷ୍ଟି। ଆଗରୁ ସେମାନେ ଗୋଟେ ଥିଲେ ନା ଗୋଟେ କିଙ୍ଗଡମ, ହେଇକି ଅଟ୍ଟାଭିକା କିଙ୍ଗଡମ, ଫାଷ୍ଟ ଯୋଉ କହିଲି ମୌର୍ଯ୍ୟ ଡାଇନାଷ୍ଟି ଅଣ୍ଡରରେ। ତେଣୁ ତାଙ୍କ ଭିତରେ ଅଲରେଡି ଅଛି ନା ନାଇଁ ଲଢିବାର ଯୋଉ ସଂଘର୍ଷ। ବାକି ତାଙ୍କୁ ଲାଗିବା ପାଇଁ ଆସିଲା କିଏ, ପୋସ୍କୋ, କାହିଁକିନା ସେମାନଙ୍କୁ ଚିହ୍ନି ନଥିଲା। ଆଉ ସେମାନେ ସେତେବେଳେ ରିଲିଜିୟସରେ ଏତେ ସ୍ପ୍ରେଡ ହେଇଯାଇଛନ୍ତି, ସେମାନେ ପଥରକୁ ଛାଡିକି ଡାଇରେକ୍ଟ ପାହାଡକୁ ବି ପୂଜା କରୁଛନ୍ତି ନିୟମଗିରି ପେନୁ କହିକି। ଯେତେବେଳେ ପୋସ୍କୋ ଆସିଲା, ଆଗରୁ ଲ କଣ ଥିଲା ଯେ ତମେ ଡାଇରେକ୍ଟ ଯିବ ଖଣି କାଟିବ, କିଛି ପରମିଶନ ଦରକାର ନାହିଁ। ତେଣୁ ଏମାନେ ଯେତେବେଳେ ଫାଷ୍ଟ ଟାଇମ ଗଲେ ଷ୍ଟ୍ରାଇକ କଲେ
ବାସ୍ ତାପରେ ସବୁ ଜିନିଷ ଚେଞ୍ଜ ହେଇଗଲା। ବାକି ଏଇ ଜିନିଷଟାକୁ କେହି ହାଇଲାଇଟ ନ କରିକି କାହାକୁ ହାଇଲାଇଟ କରୁଛନ୍ତି? ଚିପକୋ ମୁଭମେଣ୍ଟ ନ୍ୟାସନାଲ ଲେଭେଲରେ। ବାକି ଓଡିଶା ଲେଭେଲରେ ଯଦି ଇଣ୍ଡିଆର ଫାଷ୍ଟ ଏନଭାରमेंटल ରେଫରେଣ୍ଡମ ହେଲା ନିୟମଗିରି ମୁଭମେଣ୍ଟ। ବୁଝିଲ? ଓକେ। yes sir। ସେଠି ଖାଲି ଚିପକୋ ଦେଖୁଛ ଲୋକ ଜୀବନ ଦେଇଥିଲେ, ଏଠି କେତେ ଲୋକ କଣ ଜୀବନ ଦେଇଥିଲେ ତାର କିଛି ଠିକ ଠିକଣା ନାହିଁ। ଏଇ ନିୟମଗିରି ମୁଭମେଣ୍ଟ ର ଗୋଟେ ଇମ୍ପୋର୍ଟାଣ୍ଟ ଲିଡର ହେଲା ପ୍ରଫୁଲ୍ଲ ସାମନ୍ତରା, ଯିଏ ପାଇଛି ଗ୍ରୀନ ନୋବେଲ। ଏଇ ବର୍ଷର ଓପିଏସସି କ୍ୱେଶ୍ଚନ ଦେଖେଇ ସେ ଲୋକଟା ଦେଖିଦିଅ, ପ୍ରଫୁଲ୍ଲ ସାମନ୍ତରା। ଏଇ ଲୋକଟା ହେଲା ଇଣ୍ଡିଆନ ଏନଭାରमेंटल ଆକ୍ଟିଭିଷ୍ଟ ଫ୍ରମ ଓଡିଶା। ଦେଖିଲ ନା ଡଙ୍ଗିରିଆ କନ୍ଧ ନିୟମଗିରି ହିଲ ରେଞ୍ଜ ଦେଖା ପଡୁଛି ତ? ଆଜ୍ଞା। yes sir। ମାନେ ଗ୍ରୀନ ନୋବେଲ ସେ ପାଇଛି, ମାନେ ଏନଭାରमेंटल ନୋବେଲ। ଦେଖ ତେଣୁ ଆଗରୁ ଏଇ ଯୋଉ ଧନ୍ଦାଟା ହଉଥିଲା, ତା ମାନେ ଟ୍ରାଇବାଲ ମାନଙ୍କୁ ପଚାର ହବାର ନିୟମ ନଥିଲା। ତାପରେ କଣ ହେଲା, ଗଭର୍ଣ୍ଣମେଣ୍ଟ ଟୋଟାଲ ଏଇଟାକୁ ନେଇକି ପଳେଇଲା, ସେଇଟାକୁ ଆମେ କଣ କହନ୍ତି ରେଫରେଣ୍ଡମ। ତେଣୁ ଇଣ୍ଡିଆର ଫାଷ୍ଟ ଏନଭାରमेंटल ରେଫରେଣ୍ଡମ। ଚିପକୋ ଫିପକୋ କଣ ଆସିକି ଖାଲି ଗଛରେ ଚିପକି ଗଲେ, ସେମାନେ କିଛି କାଟିଲେନି ପଳେଇଲେ। ସେଇଟାକୁ ଯେହେତୁ ନ୍ୟାସନାଲ ଲେଭେଲ ସେଟା ବୟ ହାଇଲାଇଟ କରିଦେଇଛନ୍ତି। ବାକି ପୁରା ଲିଗାଲି ଯଦି କିଏ ଗୋଟେ ଲଢିଥିବ ବ୍ୟାଟେଲ ମିନିମମ୍ 10 ରୁ 15 ବର୍ଷ, ସେ ହେଲା ନିୟମଗିରି ପ୍ରୋଟେଷ୍ଟ ଅଣ୍ଡର ପ୍ରଫୁଲ୍ଲ